ପିଲାମାନେ ପ୍ରଥମ ପ୍ରଶ୍ନ କହୁଛି ନିମ୍ନ ଆୟତଚିତ୍ର ମାନଙ୍କରେ ଥିବା ଅନ୍ୟ ସମସ୍ତ କୋଣର ପରିମାଣ ନିର୍ଣ୍ଣୟ କର। ପିଲାମାନେ ଏଠି ଆମକୁ ଗୋଟିଏ କୋଣର ପରିମାଣ ଦେଇଦେଇଛି। ଆମେ ବାକି ରହିଯାଇଥିବା କୋଣ ଗୁଡ଼ିକର ପରିମାଣ ନିର୍ଣ୍ଣୟ କରିବା। ତେବେ ପିଲାମାନେ ମୁଁ କ'ଣ କରୁଛି, ପ୍ରଥମେ ନମ୍ବରିଂ କରିଦେଉଛି, ସେଇ କୋଣ ଗୁଡ଼ିକର ଆମେ ଭ୍ୟାଲୁ ବାହାର କରିବା। ପିଲାମାନେ ପ୍ରଥମେ ଆମେ ଦେଖିବା 1 ନମ୍ବର କୋଣ। ଏଇଟା ଗୋଟିଏ କେତେ ଡିଗ୍ରୀ ପିଲେ? 90 ଡିଗ୍ରୀ। ଅଧାଟା ଆମକୁ ଦେଇଦେଇଛି 30। ତେବେ ଏଇଟା କେତେ ହେବ? 90 ମାଇନସ୍ 30 ହେବ ନା ପିଲେ? ତେଣୁ ମୁଁ ଲେଖିପାରିବି 1 ନମ୍ବର କୋଣଟା କେତେ ହେବ? 90 ଡିଗ୍ରୀ ବିୟୋଗ 30 ଡିଗ୍ରୀ। କେତେ ଆସିଯିବ ପିଲେ? 60 ଡିଗ୍ରୀ। ତା ମାନେ ମୁଁ କହିବି 1 ନମ୍ବର କୋଣଟା ହେଉଛି 60 ଡିଗ୍ରୀ। ସେମିତି ପିଲେ 2 ନମ୍ବର କୋଣ କେତେ ହେବ? 1 ନମ୍ବର ଏକାନ୍ତର କୋଣ ହେବ 2। ମନେ ରଖ ପିଲାମାନେ, ଦୁଇଟି ସମାନ୍ତର ରେଖାଖଣ୍ଡ ମଧ୍ୟରେ ଯଦି ଗୋଟିଏ କର୍ଣ୍ଣ ଥିବ ବା ଯୋଗ କରୁଥିବା ଗୋଟିଏ ରେଖାଖଣ୍ଡ ଥିବ, ତେବେ ଏଇ କୋଣଟିର ପରିମାଣ ସହିତ ସମାନ ହୁଏ। ତାହାକୁ ଏକାନ୍ତର କୋଣ ବୋଲି କୁହାଯାଏ। ତା ମାନେ ପିଲେ ଏଇଟା ଯଦି 30 ଡିଗ୍ରୀ, ଏଇ 3 ନମ୍ବର କୋଣଟା କେତେ ଆସିବ? 30 ଡିଗ୍ରୀ। କ'ଣ ପାଇଁ? ଏକାନ୍ତର କୋଣ ପାଇଁ। ତା ମାନେ ମୁଁ ଜାଣିଲି 3 ନମ୍ବର କୋଣ ଆସିଲା 30 ଡିଗ୍ରୀ। ସେମିତି ପିଲେ 1 ନମ୍ବର କୋଣ କେତେ ପାଇଥିଲି ମୁଁ? 1 ନମ୍ବର ପାଇଥିଲି ମୁଁ 60 ଡିଗ୍ରୀ। ତେଣୁ 1 ନମ୍ବରର ଏକାନ୍ତର କୋଣ ଆସିବ 2 ନମ୍ବର କୋଣ। ତେଣୁ 2 ନମ୍ବର ମଧ୍ୟ ହେବ କେତେ? 60 ଡିଗ୍ରୀ। ବୁଝିହେଲା ପିଲେ? ମନେକର ପିଲେ କର୍ଣ୍ଣଦ୍ୱୟର ଛେଦବିନ୍ଦୁକୁ ମୁଁ O କହୁଛି। ଲକ୍ଷ୍ୟ କର ତ୍ରିଭୁଜ A ଓ B। ପିଲାମାନେ A ଓ B ହେଉଛି ଏକ ସମଦ୍ୱିବାହୁ ତ୍ରିଭୁଜ। କ'ଣ ପିଲେ? ସମଦ୍ୱିବାହୁ ତ୍ରିଭୁଜ। ତ ସମଦ୍ୱିବାହୁ ତ୍ରିଭୁଜର ଗୋଟିଏ ଧର୍ମ ଅଛି ବା ଗୁଣ ଅଛି, ଏହି କୋଣଦ୍ୱୟ ସମାନ ଏବଂ ଏଇ ଦୁଇଟି ବାହୁ ସମାନ। ବାହୁଦ୍ୱୟ ସମାନ ଏବଂ କୋଣଦ୍ୱୟ ସମାନ। ତା ମାନେ ପିଲେ ଏଇଟା ଯଦି ହେଇଗଲା 30 ଡିଗ୍ରୀ, ତେବେ ଏଇଟା କେତେ ହେବ? ଏଇ କୋଣଟା ମଧ୍ୟ ହେବ 30 ଡିଗ୍ରୀ। ତା ମାନେ ମୁଁ କହିପାରିବି 4 ନମ୍ବର କୋଣ ହେବ 30 ଡିଗ୍ରୀ। ପିଲାମାନେ ଏଇଟା ଯଦି 30 ଡିଗ୍ରୀ ହେଲା, 5 ନମ୍ବର କୋଣ କେତେ ହେବ? ଯେହେତୁ ଏଇଟା ଗୋଟିଏ ଏକାନ୍ତର କୋଣ, ତେଣୁ 5 ନମ୍ବର ମଧ୍ୟ ହେବ 30 ଡିଗ୍ରୀ। ଠିକ୍ ନା ନାଇଁ ପିଲେ? 7 ନମ୍ବରକୁ ଦେଖ କିମ୍ବା 6 ନମ୍ବରକୁ ଦେଖ, 5ଟା ପାଇଲି ମୁଁ 30 ଡିଗ୍ରୀ। ଏଇଟା ପିଲେ ଟୋଟାଲଟା କେତେ? 90 ଡିଗ୍ରୀ। ତେବେ 6 ନମ୍ବର କୋଣଟା କେତେ ହେବ? 90 ଡିଗ୍ରୀ ମାଇନସ୍ 30 ଡିଗ୍ରୀ। ତେବେ 90 ଡିଗ୍ରୀ ମାଇନସ୍ 30 ଡିଗ୍ରୀ କଲେ କେତେ ଆସିବ? 60। ତେଣୁ 6 ନମ୍ବର କୋଣଟା ହେଇଗଲା 60 ଡିଗ୍ରୀ। ବୁଝିହେଲା ପିଲେ? ତେବେ ଏଯାଏଁ ଆମେ କୋଉ କୋଣ ଗୁଡ଼ା ପାଇଲେ? ଆମେ ପୁଣି ଥରେ ଟିକେ ଚେକ୍ କରିବା। 1 2 3 4 5 6। ଏବେ ଦେଖିବା 7 ନମ୍ବର କୋଣ। 7 ନମ୍ବର କୋଣ କ'ଣ କହୁଛି? 7 ନମ୍ବର ପିଲେ 6 ନମ୍ବରର ଏକାନ୍ତର କୋଣ ଆସିବ 7 ନମ୍ବର। ଠିକ୍ ନା ନାଇଁ? ଏଇଟା ଦେଖ। ଠିକ୍ ନା ନାଇଁ ପିଲେ? ତେଣୁ ଯେହେତୁ 6 ନମ୍ବରଟା 60 ଡିଗ୍ରୀ, 7 ନମ୍ବର ମଧ୍ୟ 60 ଡିଗ୍ରୀ ହେବ। ବୁଝିହେଲା ପିଲେ? ପୁଣି ଥରେ ସମଦ୍ୱିବାହୁ ତ୍ରିଭୁଜକୁ ଆସ। ଏଇଟା ପାଇଲେ ଆମେ 30 ଡିଗ୍ରୀ। ଏଇ କୋଣଟି ମଧ୍ୟ ପାଇଲେ ଆମେ 30 ଡିଗ୍ରୀ। ତେବେ ଏଇଟା କେତେ ହେବ ପିଲେ? 8 ନମ୍ବର କୋଣ। ନା, ତ୍ରିଭୁଜର 3 କୋଣର ପରିମାଣର ସମଷ୍ଟି କେତେ ହୁଏ ପିଲେ? 180 ଡିଗ୍ରୀ। ଦୁଇଟା କୋଣ ମିଶିକି ଯଦି ହେଲା 60, 30 ପ୍ଲସ୍ 30 କେତେ ହେଲା ପିଲେ? 60। ତେବେ ବାକି ରହିଯାଇଥିବା କୋଣ ବା 8 ନମ୍ବର କୋଣଟା କେତେ ହେବ? 180ରୁ ମୁଁ ବିୟୋଗ କରିଦେବି। 180ରୁ ଯଦି ମୁଁ 60 ବିୟୋଗ କରୁଛି, କେତେ ଆସୁଛି ପିଲେ? 120। ତେଣୁ 8 ନମ୍ବର କୋଣ ହେବ 120 ଡିଗ୍ରୀ। ସେମିତି ପିଲେ 8 ନମ୍ବରର ବିପରୀତ କୋଣ ହେଉଛି 9 ନମ୍ବର। ତେଣୁ 8 ନମ୍ବର ଯଦି 120, 9 ନମ୍ବର ମଧ୍ୟ ହେବ 120। ଠିକ୍ ନା ନାଇଁ ପିଲେ? ସେମିତି ଆମେ ଯଦି ଦେଖିବା, କେତେ ନମ୍ବର ଦେଖିବା ପିଲେ? 10 ନମ୍ବର ଆଉ 11 ନମ୍ବର। ପିଲାମାନେ ଏଇଟା ଲକ୍ଷ୍ୟ କର ନା, ଏଇଟା ଗୋଟିଏ ସରଳ କୋଣ ନା, ବା ଗୋଟିଏ କହିପାରିବା ଏଇଟା ଗୋଟିଏ ରେଖାଖଣ୍ଡ ଏବଂ ଗୋଟିଏ ସରଳ କୋଣ ବା ରେଖାଖଣ୍ଡ କେତେ ଡିଗ୍ରୀ ଥାଏ? 180 ଡିଗ୍ରୀ ଥାଏ। ଠିକ୍ ତ ପିଲେ? 9 ନମ୍ବର ଯଦି 120 ହେଲା, ତେବେ 10 ନମ୍ବର କେତେ ହେବ? 10 ନମ୍ବର ହେବ ପିଲେ 180ରୁ ଆମେ ବିୟୋଗ କରିବା କେତେ? 120। ହେବ କେତେ ପିଲେ? 60। ତେଣୁ 10 ନମ୍ବର ଆସିଯିବ 60 ଡିଗ୍ରୀ ଏବଂ ଯେହେତୁ 10 ନମ୍ବରର ବିପରୀତ କୋଣ ହେଉଛି 11 ନମ୍ବର, ତେଣୁ 10 ନମ୍ବର ଓ 11 ନମ୍ବର କୋଣର ପରିମାଣ ସମାନ ହେବ। ତେଣୁ 11 ନମ୍ବର ବି କ'ଣ ହେବ? 60 ଡିଗ୍ରୀ ହେବ। ବୁଝିହେଲା ପିଲେ? ସବୁ କୋଣର ପରିମାଣ ଆମେ ପାଇଗଲେ। ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ଯଦି ପିଲାମାନେ ଏଇ କ୍ୱେଶ୍ଚନ୍ ବୁଝିପାରିଲନି, ଆଉ ଗୋଟିଏ ସମାନ କ୍ୱେଶ୍ଚନ୍ ଦେଇଛି, ସେଇଠି ତୁମେ ବୁଝିବାକୁ ଚେଷ୍ଟା କର।
ଦେଖ ତେବେ ପିଲାମାନେ, ଏଠି ଆମକୁ 110 ଡିଗ୍ରୀ ଏଇ କୋଣର ପରିମାଣ ଦିଆଯାଇଛି। ଆମେ ଜାଣିଛୁ ଏଇଟା ଯଦି 110 ହେବ, 1 ନମ୍ବର କୋଣର ପରିମାଣ କେତେ ହେବ? ଏଇଟା ଯଦି 110, ତାର ବିପରୀତ ଦିଗରେ 1 ଅଛି, ତେଣୁ 1 ନମ୍ବର ଆସିଯିବ 110 ଡିଗ୍ରୀ। ଠିକ୍ ନା ନାଇଁ ପିଲେ? ସେମିତି ଏଇଟା ଗୋଟିଏ ସରଳ କୋଣ, ଗୋଟିଏ ରେଖାଖଣ୍ଡ ବା ସିଧାଗାର କେତେ ହେଇଥାଏ ପିଲେ? 180 ଡିଗ୍ରୀ ହେଇଥାଏ। 180 ଡିଗ୍ରୀ ହେଇଥାଏ। ତେବେ ଆମକୁ ଗୋଟିଏ କୋଣର ପରିମାଣ ଦେଇଦେଇଛି କେତେ ପିଲେ? 110। ତେବେ ଅନ୍ୟ କୋଣର ପରିମାଣ କେତେ ହେବ? ଆମେ 180ରୁ 110 ବିୟୋଗ କରିଦେବା। କେତେ ଆସିବ ପିଲେ? 70 ଡିଗ୍ରୀ ଆସିବ। ତେଣୁ ମୁଁ କହିପାରିବି 2 ନମ୍ବର କୋଣଟା କେତେ ହେବ ପିଲେ? 70 ଡିଗ୍ରୀ। ସେମିତି ପିଲେ 2 ନମ୍ବରର ବିପରୀତ କୋଣ ଆସିବ 3 ନମ୍ବର, ତେଣୁ 3 ନମ୍ବର କୋଣଟା ମଧ୍ୟ ଆସିବ 70 ଡିଗ୍ରୀ। ଠିକ୍ ନା ନାହିଁ? ତାପରେ ଆମେ ଦେଖିବା, ତେବେ 1 ନମ୍ବର ଆମେ ପାଇଲେ କେତେ? 110 ଡିଗ୍ରୀ। ମୁଁ ପିଲେ ଭଲସେ ଲେଖିଦେଉଛି। 1 ନମ୍ବର ଆମେ ପାଇଲେ 110 ଡିଗ୍ରୀ। ଏବେ ପିଲାମାନେ ଲକ୍ଷ୍ୟ କର 4 ନମ୍ବର ଏବଂ 5 ନମ୍ବର କୋଣକୁ। ପିଲାମାନେ ଏଇଟା OPS ଲେଖିପାରିବି। ଏହା ଏକ ସମଦ୍ୱିବାହୁ ତ୍ରିଭୁଜ। କ'ଣ ପିଲେ? ସମଦ୍ୱିବାହୁ ତ୍ରିଭୁଜ। ପିଲାମାନେ ମୁଁ କହିପାରିବି ଏଇ କୋଣର ପରିମାଣ ଏବଂ ଏଇ କୋଣର ପରିମାଣ ସମାନ। ଠିକ୍ ନା ନାହିଁ? ତେବେ ଏଇଟା ଯଦି 110, ଆଉ କେତେ ଦରକାର 180 ହେବା ପାଇଁ? କାହିଁକି? ମୁଁ ଜାଣିଛି ଗୋଟିଏ ତ୍ରିଭୁଜର 3 କୋଣର ପରିମାଣର ସମଷ୍ଟି 180 ଡିଗ୍ରୀ। ତେଣୁ ମୁଁ କ'ଣ କରିବି? 180ରୁ ମୁଁ ବିୟୋଗ କରିବି 110। କେତେ ଆସିବ ପିଲେ? 70 ନା? ତେବେ ଏଇ ଦୁଇଟି କୋଣର ପରିମାଣର ସମଷ୍ଟି କେତେ? 70। ତେଣୁ ମୁଁ କହିପାରିବି ଏଇଟା ହେବ 35, ଏଇଟା ହେବ 35। କ'ଣ ପାଇଁ ପିଲେ? 35 35 70 ହୁଏ। ବା ମୁଁ କ'ଣ କଲି? 70କୁ 2 ଭାଗ କଲି। କେତେ ଆସିଲା ପିଲେ? 35 ଆସିଲା। ତେଣୁ ମୁଁ କହିପାରିବି 4 ନମ୍ବର କୋଣ ହେବ 35 ଡିଗ୍ରୀ ଏବଂ 5 ନମ୍ବର କୋଣ ମଧ୍ୟ ହେବ 35 ଡିଗ୍ରୀ। ବୁଝିହେଇଛି ନା ପିଲେ? ସେମିତି ଆମେ ଦେଖିବା ଏବେ 6 ନମ୍ବର କୋଣ। 6 ନମ୍ବର କୋଣ କେତେ ହେବ ପିଲେ? 5 ନମ୍ବର ଯଦି 35 ହେଲା, ଏଇଟା କେତେ ପିଲେ? ଏଇଟା 90 ଡିଗ୍ରୀ ନା? ତେଣୁ ଗୋଟିଏ ଅଧା ବା ଅଧା କୋଣଟି ଯଦି ଦେଇଦେଇଛି 35 ଡିଗ୍ରୀ, ତେବେ ବାକିଟା କେତେ ହେବ? 90ରୁ ଆମେ 35 ବିୟୋଗ କରିଦେବା। 10ରୁ 5 ଆସିଗଲା କେତେ ପିଲେ? 5। ତାପରେ ଆସିଲା 8ରୁ 3 ଗଲେ 5। ତାମାନେ ଆମେ କହିପାରିବା 6 ନମ୍ବର କୋଣଟି ଆସିବ 55 ଡିଗ୍ରୀ। ଠିକ୍ ନା ନାହିଁ ପିଲେ? 5 ନମ୍ବରର ଏକାନ୍ତର କୋଣ ଆସିବ 7 ନମ୍ବର। ଯେହେତୁ 5 ନମ୍ବର 35 ଡିଗ୍ରୀ, 7 ନମ୍ବର ମଧ୍ୟ ହେବ 35 ଡିଗ୍ରୀ। ସେମିତି ପିଲେ 6 ନମ୍ବର କୋଣର ପରିମାଣ 8 ନମ୍ବର କୋଣର ପରିମାଣ ସହିତ ସମାନ ହେବ। କାହିଁକି? ଏକାନ୍ତର କୋଣ। ତେଣୁ ଏଇଟା ହେଇଯିବ 55 ଡିଗ୍ରୀ। କାରଣ 6 ନମ୍ବର କୋଣଟିର ଏକାନ୍ତର କୋଣ ହେଉଛି 8 ନମ୍ବର କୋଣ। ବୁଝିହେଇଛି? 9 ନମ୍ବରକୁ ଯିବା ପିଲେ। ଏଇଟା ଯଦି 35 ହୁଏ, ତେବେ ପୁରା କୋଣଟିର ଦୈର୍ଘ୍ୟ କେତେ? 90 ଡିଗ୍ରୀ। ତେଣୁ 90ରୁ 35 ବିୟୋଗ କଲେ ପୁଣି କେତେ ଆସିବ? 55 ଡିଗ୍ରୀ। ତେଣୁ ମୁଁ କହିପାରିବି 9 ନମ୍ବର କୋଣ 55 ଡିଗ୍ରୀ। 9 ନମ୍ବରର ଏକାନ୍ତର କୋଣ 11 ନମ୍ବର। ତେଣୁ 11 ନମ୍ବର ବି ଆସିବ 55 ଡିଗ୍ରୀ। ସେମିତି ପିଲେ 4 ନମ୍ବରର ଏକାନ୍ତର କୋଣ 10 ନମ୍ବର। ଯେହେତୁ 4 ନମ୍ବର ଅଛି 35 ଡିଗ୍ରୀ, ତେଣୁ 10 ନମ୍ବର ମଧ୍ୟ ହେବ 35 ଡିଗ୍ରୀ। ବୁଝିହେଇଛି ପିଲେ? ନେକ୍ସଟ ଯିବା ତ? ଚାଲ। 2 ନମ୍ବର କହୁଛି ପିଲେ, ଏକ ଚତୁର୍ଭୁଜ ଅଙ୍କନ କର ଯାହାର ପ୍ରତ୍ୟେକ କର୍ଣ୍ଣର ଦୈର୍ଘ୍ୟ 8 ସେଣ୍ଟିମିଟର ଓ କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି। କର୍ଣ୍ଣଦ୍ୱୟର ଅନ୍ତର୍ଗତ କୋଣ ପିଲେ ଏଇଗୁଡ଼ା ଦିଆଯାଇଛି। ମାନେ ଆମେ ପିଲେ 4ଟି ଚତୁର୍ଭୁଜ ଅଙ୍କନ କରିବା। ପ୍ରଥମ ଚତୁର୍ଭୁଜର କେନ୍ଦ୍ରସ୍ଥ କୋଣ ହେବ 30 ଡିଗ୍ରୀ, ତାପରେ 40 ଡିଗ୍ରୀ, 90 ଡିଗ୍ରୀ ଏବଂ 140 ଡିଗ୍ରୀ। ପ୍ରଥମେ ତେବେ ଆମେ କ'ଣ କରିବା? ପିଲାମାନେ ଯେତେବେଳେ ବି ତୁମେ ଅଙ୍କନ କରିବ, ଆଗରେ ରଫ୍ ଡାଇଗ୍ରାମ ବନେଇବ। ମନେକର ପିଲେ ଏଇଟା ହେଉଛି ଗୋଟେ ଚତୁର୍ଭୁଜ, ଏଇଟା 8 ସେଣ୍ଟିମିଟର, ଏଇଟା ମଧ୍ୟ 8 ସେଣ୍ଟିମିଟର ଏବଂ କେନ୍ଦ୍ରସ୍ଥ କୋଣ ଏଇଟା ହେଉଛି ପିଲେ କେତେ? 30 ଡିଗ୍ରୀ। ତ ପିଲେ ତୁମେ କ'ଣ କରିବ? ପ୍ରଥମେ ତୁମେ 8 ସେଣ୍ଟିମିଟର ବିଶିଷ୍ଟ ଏକ ରେଖାଖଣ୍ଡ ଅଙ୍କନ କରିବ। କାହା ଦ୍ୱାରା? ସ୍କେଲ୍ ଦ୍ୱାରା। ତାପରେ ପିଲେ ତୁମେ ଏଇ ବାହୁଟିକୁ ସମଦ୍ୱିଖଣ୍ଡ କରିବ। କେମିତି କରିବ? କମ୍ପାସ ସାହାଯ୍ୟରେ ଗୋଟିଏ ଚାପ ଏପଟେ, ଗୋଟିଏ ଚାପ ଏପଟେ, ପୁଣି ଏପଟେ ଗୋଟେ ଚାପ, ଏପଟେ ଗୋଟେ ଚାପ। ଏଇଠି କେବଳ ଆମର ମଧ୍ୟବିନ୍ଦୁଟା ଆମକୁ ଦରକାର। ବୁଝିଗଲା ପିଲେ? ମଧ୍ୟବିନ୍ଦୁ ପାଇଲା ପରେ ତୁମେ ପ୍ରୋଟ୍ରାକ୍ଟର ରଖିବ। ପ୍ରୋଟ୍ରାକ୍ଟର ରଖିକି ଯେଉଁ 30 ଡିଗ୍ରୀ କହିଛି, ଏଇଠି ପାଖାପାଖି 30 ଡିଗ୍ରୀ ଆସିବ, ସେଇଠି ତୁମେ ମାର୍କଟେ ଦେବ।
ବୁଝିଗଲା ପିଲେ। ତାପରେ ଏଇଠୁ ପ୍ରୋଟ୍ରାକ୍ଟରକୁ ହଟେଇବା ଏବଂ ସ୍କେଲ୍ ସାହାଯ୍ୟରେ ଏହି ଦୁଇଟି ବିନ୍ଦୁକୁ ଏମିତି ଯୋଡ଼ିଦେବା। ଯୋଡ଼ିବା ପରେ ନେକ୍ସଟ ବାହୁଟି କେତେ କହିଛି ପିଲେ? 8 ସେଣ୍ଟିମିଟର। ମାନେ ସେ କହିଛି ଦୁଇଟି ଯାକ କର୍ଣ୍ଣ 8 ସେଣ୍ଟିମିଟର। ତେଣୁ ଏଇଠି ଆମେ କ'ଣ କରିବା? ଏପଟେ 4 କାଟିବା, ଏପଟେ 4 କାଟିବା। କାହା ଦ୍ୱାରା? କମ୍ପାସ ଦ୍ୱାରା। ତାପରେ ପିଲେ ବାହୁ ଗୁଡ଼ାକୁ ଯୋଗ କରିବା। ଏଇଟା ଏଇଠି ଯୋଗ କରିବା, ଏଇଠି ଯୋଗ କରିବା, ଏଇଠି ଏଇଟାକୁ ଯୋଗ କରିବା। ତେବେ ଏଇଟା ଆସିଯିବ ପିଲେ ଆମର ABCD ଚତୁର୍ଭୁଜ, ଯାହାର କର୍ଣ୍ଣଦ୍ୱୟ 8 ସେଣ୍ଟିମିଟର ଏବଂ କେନ୍ଦ୍ରସ୍ଥ କୋଣ ଆସିବ 30 ଡିଗ୍ରୀ। ପିଲେ ଏଇଟା 30 ଡିଗ୍ରୀ ହେବନି। 30 ଡିଗ୍ରୀ ଆମେ କେଉଁଟା ଲେଖିବା? ଆମେ 30 ଡିଗ୍ରୀ ଆସିବ ଏଇଟା। ବୁଝିଗଲା ପିଲେ। ସେମିତି ଯଦି ଆମେ IV ନମ୍ବରଟା କରିବା, IV ନମ୍ବର କେମିତି ହେବ ପିଲେ? ସେଇ ସେମ୍ 8 ସେଣ୍ଟିମିଟର ରେଖାଖଣ୍ଡ ଟାଣିବା। ତାପରେ କମ୍ପାସ ଦ୍ୱାରା ଆମେ ବାହୁ ସମଦ୍ୱିଖଣ୍ଡ କରିବା। ବାହୁ ସମଦ୍ୱିଖଣ୍ଡ କଲା ପରେ ଏଇ ଜାଗାରେ ଆମେ ପ୍ରୋଟ୍ରାକ୍ଟରକୁ ରଖି 140 ଡିଗ୍ରୀ ଅଙ୍କନ କରିବା। ପିଲେ ପାଖାପାଖି 140 ଡିଗ୍ରୀ ଏଇଠି ଆସିବ। ଆମେ କ'ଣ କରିବା? ପ୍ରୋଟ୍ରାକ୍ଟରକୁ ହଟେଇବା, ଦେନ୍ ସ୍କେଲ୍ ସାହାଯ୍ୟରେ ଏହି ବିନ୍ଦୁ ଦୁଇଟିକୁ ଯୋଡ଼ିବା। ବିନ୍ଦୁକୁ ଯୋଡ଼ିଲା ପରେ ବାହୁ କେତେ କହିଥିଲା ପିଲେ? 8 ସେଣ୍ଟିମିଟର। ତେଣୁ ଆମେ ଏଇଠି କମ୍ପାସର ମୁନକୁ ରଖି ଏପଟେ 4 ସେଣ୍ଟିମିଟର କାଟିବା, ଏପଟେ 4 ସେଣ୍ଟିମିଟର କାଟିବା। କାଟି ସାରିକି ଆମେ ବିନ୍ଦୁ ଚାରୋଟିକୁ ଯୋଗ କରିବା। 1, ଏପଟେ ଆସିବ 2, ଏପଟେ ଆସିବ 3, ଏପଟେ ଆସିବ 4। ବୁଝିଗଲା ପିଲେ। ଏଇଟା ଆମେ ନେଇଥିଲେ 140 ଡିଗ୍ରୀ। ତେଣୁ ଏଇଠି ଲେଖିବା 140 ଡିଗ୍ରୀ। ABCD ABCD ଚତୁର୍ଭୁଜ ଅଙ୍କନ ସରିଲା। ସେମିତି ପିଲେ ତମେମାନେ 40 ଡିଗ୍ରୀ ଏବଂ 90 ଡିଗ୍ରୀର ଅଙ୍କନ କରିପାରିବ। ନେକ୍ସଟ ଯିବା ତେବେ। ଏକ ବୃତ୍ତର କେନ୍ଦ୍ର O। ପିଲାମାନେ ଏକ ବୃତ୍ତର କେନ୍ଦ୍ର କ'ଣ କହିଲା? O। PL ଓ AM ବ୍ୟାସଦ୍ୱୟ ପରସ୍ପର ପ୍ରତି ଲମ୍ବ। ଦେଖୁଛ ପିଲେ, PL ଏବଂ AM ବ୍ୟାସାର୍ଦ୍ଧ ଦ୍ୱୟ ପରସ୍ପର ପ୍ରତି ଲମ୍ବ, ମାନେ ପିଲେ 90 ଡିଗ୍ରୀରେ ଛେଦ କରନ୍ତି। APML କି ପ୍ରକାର ଚତୁର୍ଭୁଜ? ତୁମ ଉତ୍ତର ସପକ୍ଷରେ ଯୁକ୍ତି ଉପସ୍ଥାପନ କର ଏବଂ ପରୀକ୍ଷା କରି ଦେଖ। ପିଲାମାନେ ଯଦି ଆମେ ଦେଖିବା PL ହେଉଛି ଗୋଟିଏ ବୃତ୍ତର ବ୍ୟାସ, ଯେଉଁଟାକି PO ପ୍ଲସ୍ OL ବା ଆମେ କହିପାରିବା ଦୁଇଟି ବ୍ୟାସାର୍ଦ୍ଧକୁ ନେଇ ଗଠିତ। ତେଣୁ ମୁଁ ଲେଖିପାରିବି R ପ୍ଲସ୍ R ଇକ୍ୱାଲ୍ ଟୁ 2R। ସେମିତି ପିଲେ ଆଉ ଗୋଟିଏ ବ୍ୟାସ AM, ତାକୁ ମୁଁ ଲେଖିପାରିବି AO ପ୍ଲସ୍ OM କିମ୍ବା R ପ୍ଲସ୍ R, ଏଇଟା ମଧ୍ୟ 2R। ତେଣୁ ମୁଁ କହିପାରିବି PL AM ସହିତ ସମାନ ହେବ। PL ଯେହେତୁ 2R, AM ମଧ୍ୟ 2R, ତେଣୁ PLଟା କାହା ସହିତ ସମାନ ହେବ? AM ସହିତ ସମାନ ହେବ। ମାନେ ମୁଁ କହିପାରିବି ବ୍ୟାସଦ୍ୱୟ ସମାନ। ବ୍ୟାସ ଦୁଇଟି ସମାନ ଏବଂ ପରସ୍ପର ପ୍ରତି ଲମ୍ବ। ତେବେ APML ଚତୁର୍ଭୁଜରେ କ'ଣ ହେଲା ପିଲେ? APML ଚତୁର୍ଭୁଜରେ କର୍ଣ୍ଣ PL ଏବଂ AM ପରସ୍ପର ସମାନ ଏବଂ ପରସ୍ପର ପ୍ରତି ଲମ୍ବ। ପିଲାମାନେ ଏଇଠୁ ହିଁ ଏଇଟା ପ୍ରମାଣ ହେଇଯାଉଛି ଏହା ଏକ ବର୍ଗଚିତ୍ର। କେମିତି ପିଲେ? ବର୍ଗଚିତ୍ରର କର୍ଣ୍ଣଦ୍ୱୟ ପରସ୍ପର ସମାନ ଏବଂ ପରସ୍ପରକୁ ସମଦ୍ୱିଖଣ୍ଡ କରିବା ସହିତ ପରସ୍ପର ପ୍ରତି ଲମ୍ବ। ତେଣୁ ପିଲେ ଏଇଟା ଗୋଟିଏ କ'ଣ? ବର୍ଗଚିତ୍ର। ବୁଝିଗଲା ପିଲେ। ନେକ୍ସଟ ଦେଖିବା ତେବେ। ପିଲାମାନେ ଏଇ 4 ନମ୍ବର ଏବଂ 5 ନମ୍ବର ତମର ପରୀକ୍ଷାରେ ଆସିବ ନାହିଁ। ଏଇଟା କେବଳ ଗାଣିତିକ କଥାବାର୍ତ୍ତା ବା ଆଲୋଚନା କରିବା ପାଇଁ କହିଛି। ଆମେ କାଗଜ ଭାଙ୍ଗି 90 ଡିଗ୍ରୀ ପରିମାଣର କୋଣ କିପରି ପାଇପାରିବା ତାହା ପୂର୍ବରୁ ଦେଖିଛୁ। ମନେକର ଆମ ପାଖରେ କୌଣସି କାଗଜ ନାହିଁ, କିନ୍ତୁ ଦୁଇଟି ସମାନ ଦୈର୍ଘ୍ୟର କାଠି ଏବଂ ଏକ ସୂତା ଅଛି। ତେବେ ପିଲେ ଦୁଇଟି କାଠି ଏବଂ ଗୋଟିଏ ସୂତାକୁ ବ୍ୟବହାର କରି ଆମେ 90 ଡିଗ୍ରୀ କୋଣର ପରିମାଣ କେମିତି ଦର୍ଶାଇବା? ଆମେ କ'ଣ କରିବା ପିଲେ? ଦୁଇଟି ଯେଉଁ କାଠି ଅଛି, କାଠିର ମଧ୍ୟବିନ୍ଦୁ ଚିହ୍ନଟ କରିବା। ମଧ୍ୟବିନ୍ଦୁ ଚିହ୍ନଟ କରିସାରିଲା ପରେ ସେଗୁଡ଼ିକ ଲମ୍ବ ଭାବରେ ରଖି ସୂତାକୁ ଏଇଠି ଗୁଳେଇ ଦେବା। ସୂତାକୁ ଗୁଳେଇ ଦେଲା ପରେ ଏଇଟା ଫିକ୍ସ ହେଇକି ରହିଯିବ ଏବଂ ଆମେ ଦେଖେଇ ପାରିବା ଏଇଟା ହେଉଛି 90 ଡିଗ୍ରୀ। ପିଲାମାନେ ୟାର ଏନ୍ସର ଅଲଗା ରୂପେ ମଧ୍ୟ ହେଇପାରିବ। ଯିଏ ଯେମିତି କାଠିକୁ ସଜେଇ 90 ଡିଗ୍ରୀ ଅଙ୍କନ କରିପାରିବ ସେ ସେମିତି କରିବ। ବୁଝିଗଲା ପିଲେ। ନେକ୍ସଟ ଦେଖିବା। ଆମେ ଦେଖିଲୁ ଯେ ଆୟତ ଚିତ୍ରର ଗୋଟିଏ ଧର୍ମ ହେଉଛି ଏହାର ବିପରୀତ ବାହୁଗୁଡ଼ିକ ସମାନ୍ତର। ଠିକ୍ ନା ନାହିଁ ପିଲେ? ଗୋଟିଏ ଆୟତ ଚିତ୍ରର ବିପରୀତ ବାହୁଦ୍ୱୟ ସମାନ୍ତର। ଏଇଟା ସମାନ୍ତର ୟା ସାଙ୍ଗରେ,
ଏଇ ବାହୁଟା ସମାନ୍ତର ଏଇ ବାହୁ ସାଙ୍ଗରେ। ତେଣୁ ଏହାକୁ ଆୟତଚିତ୍ରର ସଂଜ୍ଞା ଭାବେ ନିଆଯାଇପାରିବ କି? ପିଲାମାନେ, ଯାହାର ବିପରୀତ ବାହୁ ସମାନ୍ତର ତାକୁ ଆମେ ଆୟତଚିତ୍ର ବୋଲି କହିପାରିବା କି? ନା ପିଲାମାନେ, କହିପାରିବା ନାହିଁ। କାରଣ ରମ୍ବସର ମଧ୍ୟ ବିପରୀତ ବାହୁ ସମାନ୍ତର ଥାଏ ଏବଂ ବର୍ଗଚିତ୍ରର ମଧ୍ୟ ବିପରୀତ ବାହୁ ସମାନ ଥାଏ ବା ସମାନ୍ତର ଥାଏ। ଆମେ କହିପାରିବା କି ଗୋଟିଏ ବର୍ଗଚିତ୍ର ବା ଗୋଟିଏ ଆୟତଚିତ୍ର ହେଉଛି ବର୍ଗଚିତ୍ର, ଆୟତଚିତ୍ର ହେଉଛି ରମ୍ବସ? କହିପାରିବାନି। ତେଣୁ ଆମେ କହିପାରିବା ନାହିଁ ଏହାର ବିପରୀତ ବାହୁ ଯଦି ସମାନ ଥିବ ବା ସମାନ୍ତର ଥିବ ତାକୁ ଆମେ ଆୟତଚିତ୍ର ବୋଲି କହିବା। ତେବେ ଦେଖ ୟାର ଉତ୍ତର ଆମେ କେମିତି ଲେଖିବା? ମନେକର ଏ ବି ସି ଡି ଏକ ଚତୁର୍ଭୁଜ। ପିଲେ କ'ଣ କହିଲା? ମନେକର ଏ ବି ସି ଡି ଏକ ଚତୁର୍ଭୁଜ। ଏ ବି ସି ଡି। ଏ ବି ସମାନ୍ତର ଡି ସି, ଏ ବି ସମାନ୍ତର ପିଲେ ଡି ସି ଏବଂ ଏ ଡି ସମାନ୍ତର ବି ସି। ଏ ବି ସି ଡି ବା ଡି ସି ସାଙ୍ଗରେ ସମାନ୍ତର ଏବଂ ଏ ଡି ବାହୁ ବି ସି ବାହୁ ସହିତ ସମାନ୍ତର। ସେହିପରି ଏ ବି ସମାନ ଡି ସି, ଏ ବି କାହା ସହିତ ସମାନ ପିଲେ? ଡି ସି ସହିତ ସମାନ ଏବଂ ଏ ଡି ବି ସି ସହିତ ସମାନ। ଏ ବି ସି ଡି ଚତୁର୍ଭୁଜରେ ବିପରୀତ ବାହୁ ଗୁଡ଼ିକ ସମାନ। ଏ ବି ସି ଡି ଏକ ଆୟତଚିତ୍ର ହେବା ପାଇଁ ଆମକୁ ପ୍ରତ୍ୟେକ କୋଣ 90 ଡିଗ୍ରୀ ହେବା ଆବଶ୍ୟକ। କିନ୍ତୁ ପିଲେ ପ୍ରଶ୍ନରେ ତ ତାହା କହିନାହିଁ। ଦିଆଯାଇଥିବା ସୂଚନା ଅନୁସାରେ ଏ ବି ସମାନ୍ତର ଡି ସି ଏବଂ ଏ ଡି ସମାନ୍ତର ବି ସି ଆମକୁ ଏ ବି ସି ଡିର ପ୍ରତ୍ୟେକ କୋଣ 90 ଡିଗ୍ରୀ ବୋଲି ପ୍ରମାଣ କରିବାରେ ସାହାଯ୍ୟ କରିପାରିବ ନାହିଁ। କେବଳ ଏତିକି ତଥ୍ୟ ଦିଆଯାଇଥିଲେ ଆମେ କହିପାରିବା ନାହିଁ ଯେ ଏଇଟା ଗୋଟିଏ ସମକୋଣ। ଠିକ୍ ନା ନାହିଁ ପିଲେ? ତେଣୁ ଏ ବି ସି ଡି ଏକ ଆୟତଚିତ୍ର ହୋଇନପାରେ, ହୋଇ ବି ପାରେ। କେତେବେଳେ ହେବ ପିଲେ? ଯେତେବେଳେ କୋଣ ଗୁଡ଼ିକ 90 ଡିଗ୍ରୀ ହେବ। ଏକ ଆୟତଚିତ୍ରକୁ ସମାନ ଏବଂ ସମାନ୍ତରାଳ ବିପରୀତ ବାହୁ ବିଶିଷ୍ଟ ଏକ ଚତୁର୍ଭୁଜ ଭାବରେ ସଂଜ୍ଞାୟିତ କରାଯାଇପାରିବ ନାହିଁ। କାରଣ ଆୟତଚିତ୍ର କାହାକୁ କହିବା? ଯାହାର ବିପରୀତ ବାହୁ ପରସ୍ପର ସମାନ ଏବଂ ସମାନ୍ତର ଥିବା ସହିତ କୋଣ ଗୁଡ଼ିକ 90 ଡିଗ୍ରୀ ଥିବା ଆବଶ୍ୟକ। କିନ୍ତୁ ପିଲେ ପ୍ରଶ୍ନରେ ଯେହେତୁ 90 ଡିଗ୍ରୀ କହିନି, ତେଣୁ ଆମେ ଏହି ଚତୁର୍ଭୁଜକୁ ଆୟତଚିତ୍ର କହିପାରିବା ନାହିଁ। ବୁଝେଇଛି ପିଲେ? ନେକ୍ସଟ ଯିବା ତେବେ। ପିଲାମାନେ ପୁଣି ଥରେ ପଚାରିଛି, ନିମ୍ନ ଚତୁର୍ଭୁଜମାନଙ୍କର ଅନ୍ୟ କୋଣଗୁଡ଼ିକର ପରିମାଣ ନିର୍ଣ୍ଣୟ କର। ପ୍ରଥମେ ପିଲେ ଚିହ୍ନିବା ଏଇଟା କେଉଁ ପ୍ରକାରର ଚତୁର୍ଭୁଜ। ପିଲାମାନେ ସ୍ପଷ୍ଟ ଭାବରେ ଜଣାପଡ଼ୁଛି ଏଇ ବାହୁ ସହିତ ସମାନ୍ତର ଏବଂ ଆର୍ ଏ ବାହୁ ପି ଏ ବାହୁ ସହିତ ସମାନ୍ତର। ତେଣୁ ଏହା ଏକ ରମ୍ବସ କିମ୍ବା ସାମାନ୍ତରିକ ଚିତ୍ର ହେଇଥାଇପାରେ। ତେବେ ଯଦି ଏକ ସାମାନ୍ତରିକ ଚିତ୍ର କିମ୍ବା ରମ୍ବସ ହୁଏ, ବିପରୀତ କୋଣଦ୍ୱୟ ସମାନ ଥାଏ। ତା ମାନେ ପିଲେ ପି କୋଣର ପରିମାଣ ଯଦି 40 ଡିଗ୍ରୀ, ତେବେ ମୁଁ ଲେଖିପାରିବି ଏ କୋଣର ପରିମାଣ ମଧ୍ୟ 40 ଡିଗ୍ରୀ। କ'ଣ ପାଇଁ ପିଲେ? ପିର ବିପରୀତ କୋଣ ଏ। ସେମିତି ପିଲେ ଆମେ ପଢ଼ିଛୁ ସମାନ୍ତରାଳ ବାହୁଦ୍ୱୟକୁ ସଂଯୋଗ କରୁଥିବା କୋଣଦ୍ୱୟର ପରିମାଣର ସମଷ୍ଟି 180 ଡିଗ୍ରୀ ହୁଏ। ତା ମାନେ ପିଲେ କୋଣ ଆର୍ ଏବଂ କୋଣ ପିର ମୂଲ୍ୟ 180 ଡିଗ୍ରୀ। କେମିତି ପିଲେ? ଦୁଇଟି ପାଖାପାଖି କୋଣ ଅଛି। ବୁଝିହେଲା ନା? ସେମିତି ଆର୍ କୋଣର ପରିମାଣ ଆମକୁ ଦେଇନି, କିନ୍ତୁ ପି କୋଣର ପରିମାଣ ଆମକୁ ଦେଇଛି 40 ଡିଗ୍ରୀ। ତେବେ ଆମେ ଆର୍ କୋଣର ପରିମାଣ କେମିତି ବାହାର କରିବା? 40 ଡିଗ୍ରୀକୁ ସେପଟେ ନେଇଯିବା। ତେବେ 40 ଡିଗ୍ରୀକୁ ଯଦି ମୁଁ ସେପଟେ ନେଇଯାଉଛି, ତେବେ କେତେ ଆସିଯିବ ପିଲେ? 180 ଡିଗ୍ରୀ ମାଇନସ୍ 40 ଡିଗ୍ରୀ ଆସିବ କେତେ? 140 ଡିଗ୍ରୀ। ତା ମାନେ ମୁଁ କହିପାରିବି ଆର୍ କୋଣର ପରିମାଣ 140 ଡିଗ୍ରୀ। ଯେହେତୁ ଆର୍ କୋଣର ବିପରୀତ କୋଣ ଇ, ତେଣୁ ଇ କୋଣ ମଧ୍ୟ ହେବ 140 ଡିଗ୍ରୀ। ତେବେ ମୁଁ ଲେଖିଦେଇପାରିବି ଇ କୋଣର ପରିମାଣ 140 ଡିଗ୍ରୀ। ବୁଝିହେଲା ପିଲେ? ସେମିତି ନେକ୍ସଟ ଦେଖିବା। ପିଲାମାନେ ପି କୋଣର ପରିମାଣ ଦେଇଛି, ତେଣୁ ଆର୍ କୋଣର ପରିମାଣ କେତେ ହେବ? ଆମେ ଲେଖିପାରିବା ପି କୋଣର ପରିମାଣ ସମାନ ଏଙ୍ଗେଲ ଆର୍ ଇକ୍ୱାଲ ଟୁ କେତେ? 110 ଡିଗ୍ରୀ। କାହିଁକି ପିଲେ? ବିପରୀତ କୋଣଦ୍ୱୟ ସମାନ। ସେମିତି ପିଲେ ସନ୍ନିହିତ କୋଣଦ୍ୱୟର ପରିମାଣର ସମଷ୍ଟି କେତେ? 180 ଡିଗ୍ରୀ। ମୁଁ ଲେଖିପାରିବି କୋଣ ଏସ୍ ପ୍ଲସ୍ କୋଣ ପି ଇକ୍ୱାଲ ଟୁ 180 ଡିଗ୍ରୀ। କୋଣ ଏସ୍ ତ ପିଲାମାନେ ଦେଇନି, କିନ୍ତୁ କୋଣ ପି ଦେଇଛି କେତେ? 110 ଡିଗ୍ରୀ ସମାନ 180 ଡିଗ୍ରୀ। ତେବେ ଏଙ୍ଗେଲ ଏସ୍ କେତେ ଆସିବ? 180 ଡିଗ୍ରୀ ମାଇନସ୍ 110 ଡିଗ୍ରୀ। କେତେ ଆସିଲା ପିଲେ?
70 डिग्री तेणु मु कहि परिबी एंगल एस केते 70 डिग्री एंगल एस रो विपरीत कोण होउची एंगल क्यू तेणु मु कहि परिबी एंगल क्यू रो परिमाण मध्य 70 डिग्री बुझिला ना पिले नेक्स्ट देखिबा तबे एइठी पिले कहिछि प्रथमे देखिबा एइटा गोटे केउ चित्र एइटा होउची गोटे रम्बस केमिति जानले पिले चारिटी बाहु समान अछि एवं समांतर अछि तेणु आमे कहि परिबा एक रम्बस रो कर्ण कोण को समद्विखंड करे माने एइटा जदि 30 डिग्री पिला माने एइटा मध्य 30 डिग्री आमे लिखि परिबा एंगल WVX इक्वल टू 30 डिग्री सेमिति पिले आमे जदि एई कोण एवं एई कोण देखिबा एई दुईटी कोण मध्य 30 डिग्री हेबे माने आमे कहि परिबा एई कोणर परिमाण जेतिकी एई कोणर परिमाण सेतिकी पिला माने विपरीत कोण नुहे याको आमे कहू एकांतर कोण कोण कहू एकांतर कोण बोली कहू तेणु मु कहि परिबी कोण WXV इक्वल टू 30 डिग्री कोण पई पिले एकांतर कोण पुणी एइटा जदि हला 30 डिग्री एइटा केते हेबो पिले 30 डिग्री हेबो कोण पई ना कर्ण कोणटिकू समद्विखंड करूछि तेणु मु लिखि परिबी कोण VXU इक्वल टू 30 डिग्री पिला माने तेबे तीनोटी कोण पाइले एबे देखिबा त्रिभुज XWV त्रिभुज XWV एक केउ प्रकार त्रिभुज समद्विबाहु त्रिभुज कोण पिले समद्विबाहु त्रिभुज तेबे पिले मु कहि परिबी एई कोणटा पिले 30 डिग्री तेणु मु लिखिबी कोण VXU प्लस कोण XVU प्लस कोण XUV इक्वल टू केते पिले 180 डिग्री कोण पई पिले त्रिभुजर तीन कोणर परिमाणर समष्टि 180 डिग्री कोण VXU तो मते देई देइछि 30 डिग्री XVU मध्य देइछि 30 डिग्री किंतु XUV मते देई नाही एवं सेइटार मूल्य आमे काढिबा तेबे इक्वल टू केते आसी गला 180 डिग्री पिला माने मु एठी करूछि 30 हेई गला 60 डिग्री 60 डिग्री प्लस कोण XUV कोण XUV इक्वल टू आसिला 180 तेबे XUV कोण केते आसीबो 180 माइनस 60 केते आसिला पिले 120 तेणु मु लिखि परिबी कोण XUV इक्वल टू कोण XWV इक्वल टू 120 डिग्री कोण पई पिले U कोणर परिमाण जेतिकी हेबो W कोणर परिमाण मध्य सेतिकी हेबो तेणु मु लिखि परिबी U कोण इक्वल टू W कोण इक्वल टू 120 डिग्री बुझिला पिले नेक्स्ट देखिबा IV नंबर सेमिति कहिछि पिले आमे टिके स्पीड रे करिबा एइटा 20 डिग्री कहिछि माने एइटा मध्ये हबो 20 डिग्री एइटा मध्ये हबो 20 डिग्री एवं एइटा मध्ये हबो 20 डिग्री कोण पई पिले कोण समद्विखंड बुझिला पिले सेमिति एइटा 20 एइटा 20 केते हला पिले 40 एवं त्रिभुजर तीन कोणर परिमाणर समष्टि 180 तेणु मु कोण करिबी 180 रु 40 वियोग करिबी केते आसिला पिले 140 माने मु कहि परिबी एई कोणर परिमाण 140 डिग्री तेणु ए कोणर परिमाण मध्य 140 डिग्री बुझिछि पिले नेक्स्ट देखिबा कर्णर धर्म को उपयोग करी एक सामांतरिक चित्र अंकन कर जार कर्णद्वयर दैर्घ्य यथाक्रमे 7 सेंटीमीटर 5 सेंटीमीटर प्रथमे पिले कोण करिवो राफ डायग्राम बनैबो एइटा होउछि सामांतरिक चित्र जेहेतु एइटा बड़ कर्ण तेणु एइटा 7 सेंटीमीटर एइटा हबो 5 सेंटीमीटर मने कर पिले ए बी सी एवं डी एवं केंद्रस्थ कोण देइछि 140 डिग्री पिला माने आगरु आमे अंकन करि सारिचे पूरा सेम प्रथमे कोण करिबा 7 सेंटीमीटर रेखाखंड टाणिबा रेखाखंड टाणी सारिला परे बाहु समद्विखंड करिबा केमिति करिबा कंपास रे आमे पेंसिल को लगेई
ଏପଟେ ଗୋଟେ ଚାପ କାଟିବା, ଏପଟେ ଚାପ କାଟିବା। ପିଲାମାନେ ଅଧାରୁ ଅଧିକ ନେଇ ଚାପ କାଟିବ। ତାପରେ ପିଲେ ଚାପ ଦୁଇଟିକୁ ଯେତେବେଳେ ଆମେ ଯୋଗ କରୁଛେ ଆମର ବାହୁ ସମଦ୍ୱିଖଣ୍ଡକ ହେଲା। ଏଇ ବିନ୍ଦୁଟି ଆମେ ପାଇଲେ। ଏଇ ବିନ୍ଦୁରେ ଆମେ ପ୍ରୋଟ୍ରାକ୍ଟର ରଖିକି ଆମେ 140 ଡିଗ୍ରୀ ଅଙ୍କନ କରିବା। 140 ଡିଗ୍ରୀ ଅଙ୍କନ କେମିତି କରିବା? ପ୍ରୋଟ୍ରାକ୍ଟରକୁ ହଟେଇବା, ପ୍ରୋଟ୍ରାକ୍ଟରକୁ ହଟେଇକି ବିନ୍ଦୁ ଦୁଇଟାକୁ ଯୋଗ କରିବା। ବିନ୍ଦୁ ଦୁଇଟିକୁ ଯୋଗ କରିସାରିଲା ପରେ ଏଇଟା ପିଲେ କେତେ କହିଥିଲା? 5 ସେଣ୍ଟିମିଟର। ତା ମାନେ ପିଲେ ଏଇଟା ହେବ 2.5, ଏଇଟା ହେବ 2.5, ମାନେ 5ର ଅଧା 2.5। ତେଣୁ ମୁଁ ସ୍କେଲ ସାହାଯ୍ୟରେ କମ୍ପାସକୁ 2.5ରେ ମୂଲ୍ୟାୟନ କରି ଏପଟେ 2.5 କାଟିବି, ଏପଟେ 2.5 କାଟିବି। କାଟି ସାରିଲା ପରେ ପିଲେ ଏଇ ବାହୁଗୁଡ଼ିକୁ ଯୋଗ କରିବି। ବୁଝିହେଲା ପିଲେ? ବାହୁଗୁଡ଼ିକ ଯୋଗ କରିବି। ତେବେ ଏଇଟା ଆସିଯିବ ଆମର ABCD ସାମାନ୍ତରିକ ଚିତ୍ର। ବୁଝିହେଇଛି ପିଲେ? ଏବଂ କେନ୍ଦ୍ରସ୍ଥ କୋଣ କେତେ ଆସିଲା ପିଲେ? 140 ଡିଗ୍ରୀ। ପିଲାମାନେ ଅଙ୍କନ କରିକି ଦେଖେଇବା ତ ସମ୍ଭବ ନୁହେଁ, ମୁଁ ଚେଷ୍ଟା କରୁଛି ବୁଝେଇବା ପାଇଁ। କିଛି ବି ଯଦି ଡାଉଟ୍ ରହୁଛି ତେବେ ଆମର ଟେଲିଗ୍ରାମ ଗ୍ରୁପ୍ କିମ୍ବା ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ ହେଇଯାଉ। ସେଇଠି ସମସ୍ତଙ୍କର ଡାଉଟ୍ କ୍ଲିଅର ହେବା ସହିତ କ୍ଲାସ୍ ମଧ୍ୟ ମଝିରେ ମଝିରେ ହେଉଛି। ତେଣୁ ପିଲେ ଯଦି ତୁମେ ଜାଣିପାରୁନ କେମିତି ଆମର ଗ୍ରୁପ୍ରେ ଜଏନ୍ ହେବ, 8117093367ରେ ମୋତେ ହ୍ୱାଟ୍ସଆପ୍ କରି ହାଇ ଏଡ୍ ମି ଲେଖ। ମୁଁ ତୁମକୁ ଆମର ଗ୍ରୁପ୍ ଗୁଡ଼ିକରେ ଏଡ୍ କରିଦେବି। ବୁଝିହେଲା ପିଲେ? ନେକ୍ସଟ ଦେଖିବା। 3 ନମ୍ବର ବି ପିଲେ ପୁରା ସେମ୍ କହିଛି। କ'ଣ କରିବା? ଏକ ରମ୍ବସ ଅଙ୍କନ କରିବା, ଯାହାର କର୍ଣ୍ଣଦ୍ୱୟ ଗୋଟିଏ ରହିବ 5 ସେଣ୍ଟିମିଟର ଏବଂ ଆଉ ଗୋଟେ ରହିବ 4 ସେଣ୍ଟିମିଟର। କିନ୍ତୁ ପିଲେ ମାର୍କ କର, ଏଇଠି ଆମକୁ କେନ୍ଦ୍ରସ୍ଥ କୋଣ ଦେଇନି। କ'ଣ ପାଇଁ ପିଲେ ଦେଇନି? ଆମେ ଜାଣିଛୁ ଏକ ରମ୍ବସର କର୍ଣ୍ଣଦ୍ୱୟ ପରସ୍ପରକୁ ସମକୋଣରେ ଛେଦ କରନ୍ତି। ତା ମାନେ ପିଲେ ଏଇଠି ଆମକୁ 90 ଡିଗ୍ରୀ କୋଣ ଅଙ୍କନ କରିବାକୁ ପଡ଼ିବ। ତେବେ ମୁଁ ପ୍ରଥମେ କ'ଣ କରିବି? 5 ସେଣ୍ଟିମିଟର ବିଶିଷ୍ଟ ଏକ ରେଖାଖଣ୍ଡ ଅଙ୍କନ କରି ତାକୁ ବାହୁ ସମଦ୍ୱିଖଣ୍ଡ କରିବି। ବାହୁ ସମଦ୍ୱିଖଣ୍ଡ କଲା ବେଳକୁ ହିଁ ମୁଁ ଗୋଟିଏ ଲମ୍ବ ଅଙ୍କନ କରିଦେବି। ବୁଝିହେଲା ପିଲେ? ତାପରେ ଯେହେତୁ ଅନ୍ୟ କର୍ଣ୍ଣଟି 4 ସେଣ୍ଟିମିଟର କହିଥିଲା, ମୁଁ କମ୍ପାସ ସାହାଯ୍ୟରେ ଏପଟେ 2 ଏବଂ ଏପଟେ 2 କାଟିବି। 2 କାଟି ସାରିଲା ପରେ ବାହୁଗୁଡ଼ିକୁ ଯୋଗ କରିଦେବା। ଯୋଗ କରିଦେଲେ ଆମର ରମ୍ବସ ଅଙ୍କନ ହେଇଗଲା। ତେବେ ଆମେ ନାମକରଣ କରିଦେବା ABCD, ଯାହାର କେନ୍ଦ୍ରସ୍ଥ କୋଣ 90 ଡିଗ୍ରୀ। ବୁଝିହେଲା ପିଲେ? ପିଲାମାନେ ପ୍ରଥମ ପ୍ରଶ୍ନ କ'ଣ କହିଛି? 4 ସେଣ୍ଟିମିଟର ବାହୁ ବିଶିଷ୍ଟ ଦୁଇଟି ସମବାହୁ ତ୍ରିଭୁଜକୁ ଯୋଡ଼ି ଉତ୍ପନ୍ନ ହେଉଥିବା ଚତୁର୍ଭୁଜର ବାହୁମାନଙ୍କର ଦୈର୍ଘ୍ୟ ଓ କୋଣମାନଙ୍କର ପରିମାଣ ନିର୍ଣ୍ଣୟ କର। ପିଲାମାନେ ଯଦି ଆମେ 4 ସେଣ୍ଟିମିଟର ଦୁଇଟି ସମବାହୁ ତ୍ରିଭୁଜକୁ ଯୋଡ଼ିବା, ମନେକର ପିଲେ PQRS ନାମକ ଗୋଟିଏ ଚତୁର୍ଭୁଜ ଉତ୍ପନ୍ନ ହେବ। ତେବେ PS ବାହୁଟା କେତେ ହେବ ପିଲେ? 4 ସେଣ୍ଟିମିଟର। କାହିଁକି? ଏଇଟା ହେଉଛି ସମବାହୁ ତ୍ରିଭୁଜର ଗୋଟିଏ ବାହୁ ଏବଂ ଯେହେତୁ ପ୍ରଶ୍ନରେ କହିଦେଇଛି 4 ସେଣ୍ଟିମିଟର ବାହୁ ବିଶିଷ୍ଟ ସମବାହୁ ତ୍ରିଭୁଜ, ତେଣୁ PS ଆସିବ 4, PQ ମଧ୍ୟ ଆସିବ କେତେ? 4 ସେଣ୍ଟିମିଟର, QR ଆସିବ 4 ସେଣ୍ଟିମିଟର ଏବଂ SR ମଧ୍ୟ ଆସିବ କ'ଣ? 4 ସେଣ୍ଟିମିଟର। ତାପରେ ସେ କହିଛି କୋଣମାନଙ୍କର ପରିମାଣ। ପିଲାମାନେ ମନେ ରଖ, ଗୋଟିଏ ସମବାହୁ ତ୍ରିଭୁଜର ପ୍ରତ୍ୟେକ କୋଣର ପରିମାଣ 60 ଡିଗ୍ରୀ ଥାଏ। ତେବେ ମୁଁ ପିଲେ କହିପାରିବି P କୋଣର ପରିମାଣ ସମାନ R କୋଣର ପରିମାଣ ସମାନ କେତେ ପିଲେ? 60 ଡିଗ୍ରୀ। ସେମିତି ପିଲେ ଏଇଟା ଦେଖ ନା, Q କୋଣର ପରିମାଣ କେତେ? 60। ଏପଟେ ଅଛି 60, ପୁଣି ଏପଟେ ଅଛି 60। ତେବେ ମିଶିଗଲେ କେତେ ପିଲେ? 120 ନା? ତେବେ ଏଇଟା ଯଦି 120 ହେଲା, ଏଇଟା ମଧ୍ୟ 120 ହେବ। ତେଣୁ ମୁଁ ଲେଖିଦେଇ ପାରିବି କୋଣ Q କାହା ସହିତ ସମାନ? S ସହିତ ସମାନ, ଯାହାର ପରିମାଣ କେତେ ପିଲେ? 120 ଡିଗ୍ରୀ। ଠିକ୍ ନା ନାହିଁ? ବୁଝେଇଛି ତ? ତେବେ ଆଗକୁ ଯିବା। 2 ନମ୍ବର କହୁଛି ପିଲେ ଏକ ଗୁଡ଼ି ଆକୃତି ଅଙ୍କନ କର, ଯାହାର କର୍ଣ୍ଣଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 6 ସେଣ୍ଟିମିଟର ଓ 8 ସେଣ୍ଟିମିଟର। ପିଲାମାନେ ଗୁଡ଼ି ଚିତ୍ର କେମିତି ଥାଏ? ଏମିତି ଥାଏ ନା? ଏଇଟା ହେଉଛି କ୍ଷୁଦ୍ରତମ କର୍ଣ୍ଣ ଏବଂ ଏଇଟା ହେଉଛି ବୃହତ୍ତମ କର୍ଣ୍ଣ। ମନେକର ପିଲେ 6 ସେଣ୍ଟିମିଟର ଏବଂ 8 ସେଣ୍ଟିମିଟର ଦେଇଛି। ତେଣୁ ଏଇଟା ପିଲା ଆମେ 6 ନେବା, ଏଇଟା ଆମେ 8 ନେବା। ତେଣୁ ମୁଁ ପ୍ରଥମେ କ'ଣ କରିବି? 6 ସେଣ୍ଟିମିଟର ବିଶିଷ୍ଟ ଗୋଟିଏ ରେଖାଖଣ୍ଡ ଅଙ୍କନ କରିବି। ରେଖାଖଣ୍ଡ ଅଙ୍କନ କରି ତାକୁ ସମଦ୍ୱିଖଣ୍ଡ କରିବି। ସମଦ୍ୱିଖଣ୍ଡ କଲା ପରେ ଏଇଟା ଗୋଟେ ସିଧା ଗାର ଆସିବ ପିଲେ। ତାପରେ ଏଇଟା ଯଦି 6,
ପିଲେ ଏଇଟା କେତେ ହେବ କୁହ ଦେଖିବା? 3 ନା। ତେଣୁ ଏଇଠି କମ୍ପାସର ମୁନ ରଖି ମୁଁ ଏପଟେ 3 ମାର୍କ କରିବି। ଏଇଟା 3, ଏଇଟା 3, ଏଇଟା ମଧ୍ୟ ହେବ 3। ତାପରେ କ'ଣ କରିବି? ଏଇଟା ଏଇଠି ଜଏଣ୍ଟ କରିବା, ଏଇଟା ଏଇଠି ଜଏଣ୍ଟ କରିବା। ତାପରେ ପିଲେ ବୃହତ୍ତମ କର୍ଣ୍ଣ କେତେ କହିଥିଲା? 8 ସେଣ୍ଟିମିଟର। କମ୍ପାସର ମୁନକୁ ଏଇଠି ରଖି 8 ସେଣ୍ଟିମିଟରରେ ଆମେ ଗୋଟିଏ ଚାପ ଅଙ୍କନ କରିବା। 8 ସେଣ୍ଟିମିଟର କେମିତି ପାଇବା? ସ୍କେଲ ଉପରେ ଆମେ କମ୍ପାସକୁ ରଖି 8 ସେଣ୍ଟିମିଟର ନେବା ଏବଂ ଏଇ ଜାଗାରେ 8 ସେଣ୍ଟିମିଟର କାଟିବା। 8 ସେଣ୍ଟିମିଟର କାଟିଲା ପରେ ଏଇଠି ୟାକୁ ଜଏଣ୍ଟ କରିବା, ୟାକୁ ଏଇଠି ଜଏଣ୍ଟ କରିବା। ହେଇଗଲା ପିଲେ ଆମର ଗୁଡ଼ି ଅଙ୍କନ। ଆମେ ତାପରେ ନାମକରଣ କରିଦେବା A B C D। ବୁଝିହେଇଛି ପିଲେ? ନେକ୍ସଟ ଦେଖିବା ତେବେ। ନିମ୍ନ ଟ୍ରାପିଜିୟମ ଗୁଡ଼ିକରେ ଅବଶିଷ୍ଟ କୋଣମାନଙ୍କର ପରିମାଣ ନିର୍ଣ୍ଣୟ କର। ପିଲାମାନେ ଏଇଟା ଦେଖ, ଏଇଟା ଯଦି ଗୋଟିଏ ଟ୍ରାପିଜିୟମ, ଏହି ଦୁଇଟି ହେଉଛି ସମାନ୍ତର ବାହୁ, ଏଇ ଦୁଇଟି ହେଉଛନ୍ତି ଅସମାନ୍ତର ବାହୁ। ଆମେ ଜାଣିଛୁ ସମାନ୍ତର ବାହୁ ଦୁଇଟିକୁ ଯୋଗ କରୁଥିବା କୋଣ ଦୁଇଟିର ପରିମାଣ ତାର ସମଷ୍ଟି କେତେ ଥାଏ? 180 ଡିଗ୍ରୀ ଥାଏ। ତା ମାନେ ପିଲେ ମୁଁ କହିପାରିବି, ମନେକର ଏଇଟା A B C D, କୋଣ A ଏବଂ କୋଣ B ଯେହେତୁ ଦୁଇଟି ପାଖାପାଖି କୋଣ, ତେବେ ଏଇ ଦୁଇଟି କୋଣର ପରିମାଣର ସମଷ୍ଟି 180 ଡିଗ୍ରୀ। ଏ କୋଣ ତ ପିଲେ ଦେଇନି, କିନ୍ତୁ B କୋଣର ପରିମାଣ ଦେଇଛି 135 ଡିଗ୍ରୀ ଇକ୍ୱାଲ ଟୁ 180 ଡିଗ୍ରୀ। ତେବେ ଏ କୋଣର ପରିମାଣ କେତେ ହେବ? 180ରୁ 135 ବିୟୋଗ ହେବ, ବା ଏପଟେ ଥିଲା ପ୍ଲସ୍ 135, ସେପଟେ ମାଇନାସ୍ ହେଇଗଲା। ତେବେ କେତେ ହେଇଗଲା? 10ରୁ 5 ଗଲେ 5, 7ରୁ 3 ଗଲେ ପିଲେ 45 ଡିଗ୍ରୀ। ତା ମାନେ ପିଲେ ଏ କୋଣର ପରିମାଣ କେତେ ପାଇଲେ? 45 ଡିଗ୍ରୀ। ସେମିତି ଯଦି ଆମେ ଦେଖିବା ସି କୋଣ ଏବଂ ଡି କୋଣର ପରିମାଣର ସମଷ୍ଟି କେତେ? 180 ଡିଗ୍ରୀ। ମୁଁ ଲେଖିବି କୋଣ ସି ପ୍ଲସ୍ କୋଣ ଡି ଇକ୍ୱାଲ ଟୁ 180 ଡିଗ୍ରୀ। ସି କୋଣର ପରିମାଣ ମୋତେ ଦେଇଦେଇଛି 105 ଡିଗ୍ରୀ ପ୍ଲସ୍ ଡି ଇକ୍ୱାଲ ଟୁ 180। ତେବେ ଡି କୋଣର ପରିମାଣ କେତେ ହେବ? 180ରୁ 105କୁ ମୁଁ ବିୟୋଗ କରିଦେବି। କେତେ ହେଇଯିବ ପିଲେ? କେତେ? 75। ଠିକ୍ ନା ନାହିଁ ପିଲେ? ଠିକ୍ ଅଛି। ତେବେ ଡି କୋଣର ପରିମାଣ ପାଇଗଲେ 75 ଡିଗ୍ରୀ। ବୁଝିହେଇଛି ପିଲେ? ନେକ୍ସଟ ଦେଖିବା। ଏମିତି ପିଲେ ଆମେ ଯଦି ଦେଖିବା, ଏଇଟା ଯଦି 100 ହେଲା, ଏଇଟା ହେବ 80। କ'ଣ ପାଇଁ? ଏଇ କୋଣ ଆଉ ଏଇ କୋଣ ମାନେ ଦୁଇଟି ସନ୍ନିହିତ କୋଣର ପରିମାଣ କେତେ? 180 ଡିଗ୍ରୀ। ଠିକ୍ ନା ନାହିଁ ପିଲେ? ଏଇଟା ଯଦି 100 ହେଲା, ଏଇଟା ହେବ 100 ଡିଗ୍ରୀ। ଏଇଟା ଯଦି 80 ହେଲା, ଏଇଟା ଆସିବ 80 ଡିଗ୍ରୀ। ବୁଝିହେଇଛି ପିଲେ? ନେକ୍ସଟ ଯିବା ତେବେ। ସାମାନ୍ତରିକ ଚିତ୍ର, ଗୁଡ଼ି ଆକୃତି, ରମ୍ବସ୍, ଆୟତ ଚିତ୍ର ଏବଂ ବର୍ଗ ଚିତ୍ରମାନଙ୍କର ସେଟ୍ ଦର୍ଶାଉଥିବା ଏକ ଭେନ୍ ଚିତ୍ର ଅଙ୍କନ କର। କେଉଁ ଚତୁର୍ଭୁଜଟି ଉଭୟ ଗୁଡ଼ି ଆକୃତି ଓ ସାମାନ୍ତରିକ ଚିତ୍ର? ତେବେ ପିଲାମାନେ ପ୍ରଥମେ ଆମେ ଭେନ୍ ଡାଇଗ୍ରାମ ଡ୍ର କରିବା। ଏଇଟା ହେଇଯିବ ତାର ଭେନ୍ ଡାଇଗ୍ରାମ। ବୁଝିହେଲା ପିଲେ? ତେବେ ପ୍ରଥମ ପ୍ରଶ୍ନ କ'ଣ କହିଛି? କେଉଁ ଚତୁର୍ଭୁଜଟି ଉଭୟ ଗୁଡ଼ି ଆକୃତି ଓ ସାମାନ୍ତରିକ ଚିତ୍ର? ପିଲାମାନେ ଏଇଠି ଲକ୍ଷ୍ୟ କର, ଏଇଟା ଯେଉଁ ଅଛି ଏଇଟା ହେଉଛି ରମ୍ବସ୍। କେତେ ଭାଗଟା ପିଲେ? ଏଇ ଭାଗଟା ହେଉଛି ରମ୍ବସ୍, ବା ଆମେ କହିପାରିବା ଏତିକି ଭାଗଟା ରମ୍ବସ୍। ସେମିତି ବର୍ଗଚିତ୍ର କେତେ ଭାଗ ପିଲେ? ଏଇ ଏତିକି ଭାଗଟା ବର୍ଗଚିତ୍ର। ସେମିତି ପିଲେ ସାମାନ୍ତରିକ ଚିତ୍ର ଏଇଟା ପୁରାଟା ଆସିବ, ଆୟତ ଚିତ୍ର ଏଇପଟେ ପୁରାଟା ଆସିବ। ବୁଝିହେଲା ପିଲେ? ତେବେ ଆମକୁ ପଚାରିଛି କେଉଁ ଚତୁର୍ଭୁଜଟି ଉଭୟ ଗୁଡ଼ି ଏବଂ ସାମାନ୍ତରିକ ଚିତ୍ର? ତେବେ କୋଉଟା ପିଲେ? ଏଇ ରମ୍ବସଟା ନା ପିଲେ? ଦେଖ ଗୁଡ଼ିରେ ବି ଯାଉଛି ଏବଂ ସାମାନ୍ତରିକ ଚିତ୍ରରେ ମଧ୍ୟ ଆସୁଛି। ତେଣୁ ଆମେ ଉତ୍ତର ଲେଖିପାରିବା ରମ୍ବସ୍। ବୁଝିହେଲା ପିଲେ? ନେକ୍ସଟ ଦେଖିବା। ଏକ ଚତୁର୍ଭୁଜ ଉଭୟ ଗୁଡ଼ି ଆକୃତି ଓ ଆୟତ ଚିତ୍ର ହୋଇପାରିବ କି? ଏଇଟା ପିଲେ ଆମେ ଭେନ୍ ଡାଇଗ୍ରାମ ନ ଦେଖିକି ମଧ୍ୟ କହିଦେଇପାରିବା ଗୋଟିଏ ଚତୁର୍ଭୁଜ ଉଭୟ ଗୁଡ଼ି ଆକୃତି ଏବଂ ଆୟତ ଚିତ୍ର ହୋଇପାରିବ ନାହିଁ। କାରଣ ପିଲେ ମନେକର ଏଇଟା ହେବ ଗୁଡ଼ି, ଏଇଟା ହେବ ଆୟତ ଚିତ୍ର। କିଛି ବି ସମାନତା ଅଛି କି ପିଲେ? ନାଇଁ ନା। କାରଣ ଆୟତ ଚିତ୍ର ଗୋଟେ ବନିବା ପାଇଁ ଏଇ ଚାରୋଟି କୋଣ 90 ଡିଗ୍ରୀ ହୋଇଥାଏ, କିନ୍ତୁ କାଇଟରେ ସେଇଟା ସମ୍ଭବ ନୁହେଁ। ତେଣୁକରି ଉତ୍ତର ହେବ ନା। ପ୍ରତ୍ୟେକ ଗୁଡ଼ି ଆକୃତି ଏକ ରମ୍ବସ୍ କି? କ'ଣ କହିଲା ପିଲେ? ପ୍ରତ୍ୟେକ ଗୁଡ଼ି ଆକୃତି ଗୋଟିଏ ରମ୍ବସ୍ ହେଇପାରିବ କି? ପିଲାମାନେ ଗୁଡ଼ି କୋଉଟା? ଏଇଟା। ଆମେ କହିପାରିବା କି ସବୁ ଗୁଡ଼ି ଗୁଡ଼ିକ ରମ୍ବସ୍? ନା ପିଲାମାନେ, ଆମେ କହିପାରିବା ନାହିଁ ସବୁ ଗୁଡ଼ିକ ରମ୍ବସ୍। କାରଣ ଆମେ ଲେଖିବା ପ୍ରତ୍ୟେକ ରମ୍ବସ୍ ଗୁଡ଼ି ଆକୃତିର ହୋଇପାରିବେ, କିନ୍ତୁ
ପ୍ରତ୍ୟେକ ଗୁଡ଼ି ରମ୍ବସ୍ ହେବେ ନାହିଁ। ଆମେ ଗୁଡ଼ି ଆକୃତିକୁ ରମ୍ବସ୍ କହିପାରିବା ନାହିଁ, କିନ୍ତୁ ପ୍ରତ୍ୟେକ ରମ୍ବସ୍ ଥିବା ଚିତ୍ରକୁ ଆମେ ଗୁଡ଼ି ଆକୃତି କହିପାରିବା। ବୁଝିଗଲା ପିଲେ? ନେକ୍ସଟ ଦେଖିବା। 5 ନମ୍ବର କହୁଛି ପିଲେ PAIR RODS ଦୁଇଟି ଆୟତ ଚିତ୍ର ଆମେ ସ୍ପଷ୍ଟ ଭାବରେ ପିଲେ ଦେଖିପାରୁଛେ। ତେବେ କୋଣ IOD କେତେ? ପିଲାମାନେ ସେ ଏଇ କୋଣଟେ ପଚାରିଛି। IOD କୋଣଟି କେତେ ହେବ? କେମିତି କରିବା? ବହୁତ ସହଜ ପିଲା। ଦେଖ, ଆମେ ଲେଖିବା PRIA ବା ପେୟାର। ଆୟତ ଚିତ୍ରରେ ପିଲାମାନେ ଆମେ ଜାଣିଛୁ ଆୟତ ଚିତ୍ରର ପ୍ରତ୍ୟେକ କୋଣ କେତେ ଥାଏ? 90 ଡିଗ୍ରୀ ଥାଏ। ତେଣୁ ମୁଁ ଲେଖିପାରିବି କି OIR କୋଣ OIR ଇକ୍ୱାଲ୍ ଟୁ 90 ଡିଗ୍ରୀ। ସେମିତି ପିଲେ ଏଇ କୋଣଟି ମୋତେ ଦେଇଛି ଏବଂ ORI ଇକ୍ୱାଲ୍ ଟୁ 30 ଡିଗ୍ରୀ। ତ୍ରିଭୁଜ OIRକୁ ଲକ୍ଷ୍ୟ କର। କ'ଣ କହିଲି ପିଲେ? ତ୍ରିଭୁଜ OIR। ଏଇଠାରେ ପିଲେ ଆମେ ଦୁଇଟି କୋଣର ପରିମାଣ ପାଇସାରିଛୁ। ଆମେ ଏଇ କୋଣର ପରିମାଣ କାଢ଼ିପାରିବା ନା? ଆମେ କ'ଣ କରିବା? ତ୍ରିଭୁଜ OIRରେ ROI ପ୍ଲସ୍ OIR ପ୍ଲସ୍ IRO ଏଙ୍ଗେଲ IRO ଇକ୍ୱାଲ୍ ଟୁ କେତେ ହେବ ପିଲେ? 180 ଡିଗ୍ରୀ। ବାରମ୍ବାର ପିଲେ କହିବାକୁ ପଡ଼ିବନି, ଆମେ ବହୁତ ଥର ରିଭିଜନ୍ କରିସାରିଲେଣି। ତ୍ରିଭୁଜର ତିନି କୋଣର ପରିମାଣର ସମଷ୍ଟି କେତେ ହୁଏ ପିଲେ? 180 ଡିଗ୍ରୀ। ଏଇ ଭିତରୁ ଆମକୁ ROI ତ ଦେଇନି, ROI ଆମକୁ କାଢ଼ିବାକୁ ପଡ଼ିବ। OIR ଦେଇଛି କେତେ ପିଲେ? 90 ଡିଗ୍ରୀ ଏବଂ IRO ହେଉଛି 30 ଡିଗ୍ରୀ। ଇକ୍ୱାଲ୍ ଟୁ ମୁଁ ଲେଖିଲି 180 ଡିଗ୍ରୀ। ତେବେ ROI କେତେ ହେଇଯିବ ପିଲେ? ଏଇଟା ହେଇଗଲା 9 3 କେତେ? 12। ସେଇ 120 ଯଦି ସେପଟେ ପଳେଇବ 180 ମାଇନସ୍ 120 କେତେ ହେଇଯିବ ପିଲେ? 60 ଡିଗ୍ରୀ। ଠିକ୍ ନା ନାହିଁ? ଆଚ୍ଛା, ଏଇଟା ଯଦି 60 ହେଲା, ଏଇଟା କେତେ ହେବ? ତେବେ ଆମେ କହିପାରିବା କୋଣ DOR ଇକ୍ୱାଲ୍ ଟୁ କେତେ ପିଲେ? 90 ଡିଗ୍ରୀ। କାରଣ ଏଇଟା ଆୟତ ଚିତ୍ରର ଗୋଟିଏ କୋଣ। ଠିକ୍ ନା ନାହିଁ? ତେବେ କୋଣ DOI ପ୍ଲସ୍ କୋଣ IOR ଇକ୍ୱାଲ୍ ଟୁ 90 ଡିଗ୍ରୀ ନା ପିଲେ? ଠିକ୍ ନା ନାହିଁ? ଏଇଠୁ ପିଲେ ଆମକୁ ଦେଇଛି DOI ତ ଆମକୁ କାଢ଼ିବାର ଅଛି, ଆମକୁ IOR ଦେଇଛି ବା ଆମେ ଜଷ୍ଟ କାଢ଼ିଲେ କେତେ? 60 ଡିଗ୍ରୀ। କେତେ ପିଲେ? 60 ଡିଗ୍ରୀ। ତେଣୁ ଏଇଠି ଯଦି ଆମେ 60 ଡିଗ୍ରୀ ରଖୁଛେ, ତେବେ 90 ଡିଗ୍ରୀ। ତେବେ DOI ଆମର ଆସିବ କେତେ ବା IOD କେତେ ଆସିବ ପିଲେ? 90 ଡିଗ୍ରୀ ମାଇନସ୍ 60 ଡିଗ୍ରୀ ଇକ୍ୱାଲ୍ ଟୁ 30 ଡିଗ୍ରୀ। ବୁଝିହେଇଛି ନା ପିଲେ? ତେବେ ଆମର ଏଇ କୋଣଟା କେତେ ଆସିଗଲା? 30 ଡିଗ୍ରୀ ହେବ। ବୁଝିହେଇଛି? ନେକ୍ସଟ ଯିବା। ପ୍ରୋଟ୍ରାକ୍ଟର ବ୍ୟବହାର ନ କରି ଏକ ବର୍ଗଚିତ୍ର ଅଙ୍କନ କର ଯାହାର କର୍ଣ୍ଣର ଦୈର୍ଘ୍ୟ 6 ସେଣ୍ଟିମିଟର। ପିଲାମାନେ ଆମେ ଜାଣିଛୁ ବର୍ଗଚିତ୍ରର ଦୁଇଟି କର୍ଣ୍ଣର ପରିମାଣ ସମାନ ଥାଏ। ତେଣୁ ମୁଁ କ'ଣ କରିବି? 6 ସେଣ୍ଟିମିଟର ବିଶିଷ୍ଟ ଗୋଟିଏ ରେଖାଖଣ୍ଡ ଟାଣିବା ଏବଂ ଏହି ରେଖାଖଣ୍ଡକୁ ସମଦ୍ୱିଖଣ୍ଡ କରିବା। ସମଦ୍ୱିଖଣ୍ଡ କରିବା ସମୟରେ ଏହି ଗାରଟିକୁ ଏମିତି ପୁରା ଟାଣିବା। ବୁଝିଗଲା ପିଲେ? ଆଚ୍ଛା, ଆମେ ତ ଜାଣିଛୁ କର୍ଣ୍ଣଦ୍ୱୟ ସମଦ୍ୱିଖଣ୍ଡ ହୁଏ ବା କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି। ତେଣୁ ଏଇଟା ଯଦି 6 ପିଲେ, ଏଇଟା 3, ଏଇଟା 3, ପୁଣି ଏଇଟା ଆମକୁ ଯଦି 6 ନେବାକୁ ପଡ଼ିବ, ଆମେ କମ୍ପାସ ମୁନ ଏଇଠି ରଖିକି ଏପଟେ 3 ଏପଟେ 3 କାଟିଦେବା। କାଟିଲା ପରେ ଏଇଗୁଡ଼ିକୁ ଆମେ ମିଶେଇ ଦେବା। ବୁଝିଗଲା ପିଲେ? ମିଶେଇ ଦେଲେ ଆମର ବର୍ଗଚିତ୍ର ହେଇଗଲା। ନେକ୍ସଟ ଦେଖିବା। ଯଦି ଏକ ଚତୁର୍ଭୁଜର 4ଟି ବାହୁର ଦୈର୍ଘ୍ୟ ସମାନ ଓ ଗୋଟିଏ କୋଣର ପରିମାଣ 90 ଡିଗ୍ରୀ ହୁଏ, ତେବେ ଏହା ବର୍ଗଚିତ୍ର ହେବ କି? ନିହାତି ଭାବରେ ହେଇପାରିବ ପିଲେ। କେମିତି? ଦେଖ, ମନେକର ଆମେ ଡ୍ର କଲେ ଗୋଟିଏ ଚତୁର୍ଭୁଜର 4ଟି ବାହୁର ଦୈର୍ଘ୍ୟ ସମାନ, ଏମିତି ଆସିବ ନା? ଏବଂ ଯଦି ଗୋଟିଏ କୋଣର ପରିମାଣ ସମାନ ହେଉଛି, ତେବେ ଅନ୍ୟ କୋଣର ପରିମାଣ ଗୁଡ଼ିକ ମଧ୍ୟ ସମାନ ଆସିବ। ଆଉ ଆମେ ଜାଣିଛୁ ଯଦି 4ଟି ବାହୁ ଏବଂ 4ଟି କୋଣ ସମାନ ହେବ, ତାହା ଗୋଟିଏ କ'ଣ? ବର୍ଗଚିତ୍ର ହେଇପାରିବ। ବୁଝିଗଲା ପିଲେ? ତେଣୁ ଏହା ଗୋଟିଏ ବର୍ଗଚିତ୍ର ହେବ।
କେଉଁ ପ୍ରକାର ଚତୁର୍ଭୁଜରେ ବିପରୀତ ବାହୁମାନଙ୍କର ଦୈର୍ଘ୍ୟ ସମାନ ଥାଏ? ତୁମର ଉତ୍ତରର ଯଥାର୍ଥତା ପ୍ରତିପାଦନ କର। କାହାର ପିଲେ? ଆମେ ଲେଖିବା ଯଦି ଏକ ଚତୁର୍ଭୁଜର ବିପରୀତ ବାହୁଗୁଡ଼ିକ ସମାନ ହୁଅନ୍ତି ତେବେ ତାହା ଏକ ସାମାନ୍ତରିକ ଚିତ୍ର ହେବ। କେମିତି? ମନେକର ପିଲେ ମୁଁ ଗୋଟେ ଚିତ୍ର ଡ୍ର କରିବି। ଏମିତି ଗୋଟିଏ ଚିତ୍ର ଅଛି, ତାକୁ ଆମେ ନାମକରଣ କରିବା ଏ ବି ସି ଡି ଏବଂ ଏ ସି ବୋଲି କର୍ଣ୍ଣ ଅଙ୍କନ କରିବା। ତେବେ କ'ଣ ଦିଆଯାଇଛି? ଏ ବି ସି ଡି ଚତୁର୍ଭୁଜରେ ବିପରୀତ ବାହୁ ଦୈର୍ଘ୍ୟ ସମାନ କହିଥିଲା। ତେଣୁ ଆମେ ଏ ବି ଇକ୍ୱାଲ୍ ଟୁ ସି ଡି, ଏ ବି ଇକ୍ୱାଲ୍ ଟୁ ସି ଡି ଏବଂ ବି ସି ଇକ୍ୱାଲ୍ ଟୁ ଡି ଏ, ବି ସି ଇକ୍ୱାଲ୍ ଟୁ ଡି ଏ ନେଲେ, ଆଉ ଏ ସି ଆମେ ଅଙ୍କନ କଲେ, ଏ ସି କର୍ଣ୍ଣ ଅଙ୍କନ କଲେ। ବର୍ତ୍ତମାନ ତ୍ରିଭୁଜ ଏ ବି ସି ଆଉ ସି ଡି ଏ କୁ ଲକ୍ଷ୍ୟ କର। କ'ଣ କହିଲି ପିଲେ? ଏ ବି ସି ଏବଂ ସି ଡି ଏ, ଏଇ ତ୍ରିଭୁଜ ଏବଂ ଏଇ ତ୍ରିଭୁଜ। ଆମେ କ'ଣ ଦେଖିବାକୁ ପାଇଲେ? ଏ ବି ଇକ୍ୱାଲ୍ ଟୁ ସି ଡି, ଠିକ୍ କଥା ପିଲେ, ବିପରୀତ ବାହୁ ସମାନ ଅଛି। ବି ସି ଇକ୍ୱାଲ୍ ଟୁ ଡି ଏ, ବି ସି ଇକ୍ୱାଲ୍ ଟୁ ଡି ଏ, ଏଇଟା ମଧ୍ୟ ଦିଆଯାଇଛି ବା ବିପରୀତ ବାହୁ। ଏବଂ ଏ ସି ହେଉଛି ସାଧାରଣ ବାହୁ, ଏ ସି ହେଉଛି ସାଧାରଣ ବାହୁ। ସାଧାରଣ ବାହୁ ମାନେ ପିଲେ ଏଇଟା ତ୍ରିଭୁଜ ଏ ସି ଡିରେ ମଧ୍ୟ ଅଛି ଏବଂ ଏ ବି ସି ତ୍ରିଭୁଜରେ ମଧ୍ୟ ଅଛି। ତେଣୁ ବା ସର୍ବସମତା ଅନୁଯାୟୀ ଆମେ କହିପାରିବା ବାହୁ 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 ସର୍ବସମତା ଅନୁଯାୟୀ ଆମେ କ'ଣ କହିପାରିବା? ତ୍ରିଭୁଜ ଏ ବି ସି କାହା ସହିତ ସମାନ? ଆମେ କହିପାରିବା ତ୍ରିଭୁଜ ଏ ବି ସି ତ୍ରିଭୁଜ ସି ଡି ଏ ସାଙ୍ଗରେ ସମାନ ହେଇପାରିବ। ପିଲାମାନେ ଏଇ ଚିହ୍ନକୁ ସର୍ବସମ ଚିହ୍ନ କୁହାଯାଏ ବା ସର୍ବସମତା ବୋଲି କୁହାଯାଏ। ବୁଝିହେଲା? ଆମେ କହିପାରିବା ତ୍ରିଭୁଜ ଏ ବି ସି ସର୍ବସମ ତ୍ରିଭୁଜ ସି ଡି ଏ। ତାପରେ ଦେଖିବା, ଯେହେତୁ ସର୍ବସମ ଏମାନଙ୍କର ଅନୁରୂପ କୋଣ ଗୁଡ଼ିକ ପରସ୍ପର ସମାନ ହେବେ। ଅନୁରୂପ କହିଲେ ପିଲେ ବି ଏ ସି ଯେତିକି ହେବ ଡି ସି ଏ ମଧ୍ୟ ସେତିକି ହେବ, ଡି ସି ଏ ମଧ୍ୟ ପିଲେ ସେତିକି ହେବ। ସେମିତି ଏ ସି ବି ଯେତିକି ହେବ ଏଇ କୋଣଟି ମଧ୍ୟ ସେତିକି ହେବ। ବୁଝିହେଲା ପିଲେ? ଏଇ କୋଣଟି ଯେତିକି ଏଇଟା ସେତିକି, ଏଇ କୋଣଟି ଯେତିକି ଏଇଟା ମଧ୍ୟ ସେତିକି। ବୁଝିହେଲା ପିଲେ? ତେଣୁ ଏଗୁଡ଼ିକ ହେଉଛନ୍ତି ଏକାନ୍ତର ଅନ୍ତସ୍ଥ କୋଣ। ଆମେ ଜାଣିଛୁ ପିଲେ ଏଗୁଡ଼ିକ ଏକାନ୍ତର କୋଣ ଏବଂ ଏକାନ୍ତର କୋଣ ହେତୁ ଏ ବି ଡି ସି ସହିତ ପାରାଲାଲ ବା ସମାନ୍ତର ରହିବ ଏବଂ ଡି ଏ ବି ସି ସହିତ ସମାନ୍ତର ରହିବ। ଏବଂ ଯଦି ସମାନ୍ତର ରହିଲା ଏହା ଗୋଟିଏ କେଉଁ ଚିତ୍ର? ସାମାନ୍ତରିକ ଚିତ୍ର। ବୁଝିହେଲା ପିଲେ? ନେକ୍ସଟ ଦେଖିବା, ନିମ୍ନ ଚତୁର୍ଭୁଜ ପରି ଏକ ଚତୁର୍ଭୁଜରେ କୋଣମାନଙ୍କର ପରିମାଣର ସମଷ୍ଟି 360 ହେବ କି? ପିଲାମାନେ ଏହି ଚିତ୍ରରେ କୋଣଗୁଡ଼ିକର ପରିମାଣ 360 ଡିଗ୍ରୀ ହେବ କି? ଦେଖିବା, ଏ ବି ସି ଡି ଚତୁର୍ଭୁଜରେ ବି ଡି ଅଙ୍କନ କରିବା। ଆମେ କ'ଣ କରିବା? ବି ଡି ଅଙ୍କନ କରିବା। ଏହାକୁ ଦୁଇଟି ତ୍ରିଭୁଜରେ ବିଭକ୍ତ କରିବା। ବି ଡି ଅଙ୍କନ ପରେ ଏଇଟା ଦୁଇ ଗୋଟି ତ୍ରିଭୁଜରେ ବିଭକ୍ତ ହେଲା। ବର୍ତ୍ତମାନ ତ୍ରିଭୁଜ ବି ଏ ଡିରେ ଆମେ କ'ଣ ଦେଖିଲେ? କୋଣ ଏ, କୋଣ ଡି ଏବଂ କୋଣ ବି, ବା ଆମେ ଲେଖିବା ଏଙ୍ଗେଲ ଡି ବି ଏ, ଏଙ୍ଗେଲ ବି ଏ ଡି ଏବଂ ଏଙ୍ଗେଲ ଏ ଡି ବି ଇକ୍ୱାଲ ଟୁ କେତେ ପିଲେ? 180 ଡିଗ୍ରୀ। କାରଣ ଆମେ ଜାଣିଛୁ ତ୍ରିଭୁଜର କୋଣମାନଙ୍କର ସମଷ୍ଟି କେତେ ହୁଏ ପିଲେ? 180 ଡିଗ୍ରୀ ହୁଏ। ସେମିତି ଯଦି ବି ସି ଡି ତ୍ରିଭୁଜରେ ଦେଖିବା, ବି ସି ଡି, ସି ଡି ବି ଏବଂ ଡି ବି ସି କୁ ଯୋଗ କଲେ ଆମେ 180 ଡିଗ୍ରୀ ପାଇବା। କାରଣ ତ୍ରିଭୁଜର ତିନି କୋଣର ପରିମାଣର ସମଷ୍ଟି 180 ଡିଗ୍ରୀ ହୁଏ। ଆମେ ଏଇଟାକୁ ସମୀକରଣ 1 ଦେବା, ଏହାକୁ ସମୀକରଣ 2 ଦେବା। ତାପରେ କ'ଣ କରିବା? ସମୀକରଣ 1 ଏବଂ 2 କୁ ଯୋଗ କରିବା। ଯୋଗ କଲେ ପିଲେ କେତେ ଆସିବ? 360। ତ ଡି ବି ଏ ଏବଂ ଡି ବି ସି କୁ ଯୋଗ କଲେ କିଏ ଆସିବ ପିଲେ? ଏ ବି ସି ଆସିବ ନା? ଦେଖ, ଡି ବି ଏ ଏବଂ ଡି ବି ସି ତାକୁ ଯଦି ଯୋଗ କରିବା ଏଇ ପୁରା କର୍ଣ୍ଣଟି ଆସିବ ବା ଏ ବି ସି ଆସିବ, ଠିକ ନା ନାଇଁ? ଏଇ ଦୁଇଟାକୁ ଯୋଗ କଲେ ଏଇଟା ଆସିବ, ବି ଏ ଡି କୁ ବି ଏ ଡି ଆସିଲା, ବି ସି ଡି କୁ ବି ସି ଡି ଆସିଲା ଏବଂ ଏଇ ଚାରୋଟିର ଯୋଗଫଳ କେତେ ହେଲା ପିଲେ? 360। ତେଣୁ ମୁଁ କହିପାରିବି ଚତୁର୍ଭୁଜର ଯେହେତୁ ଚାରି କୋଣର ପରିମାଣର ସମଷ୍ଟି 360 ଡିଗ୍ରୀ ହେଲା, ତେଣୁ ଏଇଟା ଗୋଟିଏ ଚତୁର୍ଭୁଜ। ବୁଝିହେଲା ପିଲେ? ନେକ୍ସଟ ଦେଖିବା, 11 ନମ୍ବର କହିଲା ପିଲେ ନିମ୍ନଲିଖିତ ବାକ୍ୟଗୁଡ଼ିକ ଠିକ୍ କି ଭୁଲ ଲେଖ। ତୁମର ଉତ୍ତରର ଯଥାର୍ଥତା ପ୍ରତିପାଦନ କର। ଯେଉଁ ଚତୁର୍ଭୁଜର କର୍ଣ୍ଣଦ୍ୱୟର ଦୈର୍ଘ୍ୟ ସମାନ ଏବଂ କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି ତାହା ନିଶ୍ଚିତ ଭାବରେ ଏକ ବର୍ଗଚିତ୍ର ହେବ। ଦେଖିବା,
ଏହା ପିଲେ ଭୁଲ। କାହିଁକି ଭୁଲ? ଏକ ଚତୁର୍ଭୁଜ ଯାହାର କର୍ଣ୍ଣଦ୍ୱୟ ସମାନ ଏବଂ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି ତାହା ଏକ ଆୟତଚିତ୍ର ଅଟେ। ବର୍ଗଚିତ୍ର ହେଉଛି ଆୟତଚିତ୍ରର ଏକ ସ୍ୱତନ୍ତ୍ର ରୂପ ଯେଉଁଠାରେ ସମସ୍ତ ବାହୁ ମଧ୍ୟ ପରସ୍ପର ସମାନ ହୋଇଥାନ୍ତି। ପିଲାମାନେ ଏହି ଉକ୍ତିଟି ସବୁବେଳେ ଆୟତଚିତ୍ର ପାଇଁ ପ୍ରଯୁଜ୍ୟ ହେବ କିନ୍ତୁ ବର୍ଗଚିତ୍ର ପାଇଁ ପ୍ରଯୁଜ୍ୟ ହେବ ନାହିଁ। ନେକ୍ସଟ ଦେଖିବା। ତିନୋଟି ସମକୋଣ ଥିବା ଏକ ଚତୁର୍ଭୁଜ ନିଶ୍ଚିତ ଏକ ଆୟତଚିତ୍ର ହେବ। ଦେଖିବା ଏଇଟା ହେଉଛି ସତ ପିଲେ। କେମିତି ସତ? ମନେକର ଏ ବି ସି ଡି ଗୋଟିଏ ଚତୁର୍ଭୁଜ ଆମେ ନେଲେ। କ'ଣ କଲେ? ଏ ବି ସି ଡି ଗୋଟେ ଚତୁର୍ଭୁଜ ନେଲେ। ଏ ବି ସି ଡି ଚତୁର୍ଭୁଜରେ ଏ କୋଣ, ବି କୋଣ, ସି ଏବଂ ଡି କୋଣର ପରିମାଣ କେତେ ପିଲେ? 360। ସେ କ'ଣ କହିଛି? ତିନୋଟି ସମକୋଣ ଥିବା। ମନେକର ମୁଁ କ'ଣ କଲି? ଏ କୋଣ, ଡି କୋଣ ଏବଂ ସି କୋଣକୁ ସମକୋଣ ନେଲି। ତେବେ ବି କୋଣର ପରିମାଣ ଆମେ କାଢ଼ିବା। ବି କୋଣର ପରିମାଣ ଯଦି 90 ଡିଗ୍ରୀ ଆସିଲା ତେବେ ଏଇଟା ଗୋଟିଏ ଆୟତଚିତ୍ର ହେବ। ଆମେ ଦେଖିଲେ ଏ ର ସ୍ଥାନରେ ପକାଇଲେ 90 ଡିଗ୍ରୀ, ବି ତାର ବି ରହିଲା, ସି ସ୍ଥାନରେ ପକାଇଲେ 90 ଡିଗ୍ରୀ, ଡି ଏଙ୍ଗେଲଟା କେତେ? 90 ଡିଗ୍ରୀ। ଏମିତି ଆସିଲା ଟୋଟାଲ 270 ଡିଗ୍ରୀ। 90, 90 ଏବଂ 90। ତାପରେ ଆସିଲା ପିଲେ ଏଙ୍ଗେଲ ବି ପ୍ଲସ୍ 270 ଇକ୍ୱାଲ୍ ଟୁ 360। ତାପରେ ଆମେ କ'ଣ କଲେ? 270କୁ ଏପଟେ ନେଇଗଲେ। 270କୁ ଏପଟେ ନେଲା ପରେ ଏଙ୍ଗେଲ ବିଟା କେତେ ଆସିଲା ପିଲେ? 90 ଡିଗ୍ରୀ। ଏବଂ ଯେହେତୁ ଚାରିଟି କୋଣ ସାରା କେତେ ବାହାରିଲା? 90 ଡିଗ୍ରୀ ବାହାରିଲା। ଆମେ କହିପାରିବା ଏହା ଏକ ଆୟତଚିତ୍ର। ବୁଝିହେଇଛି ପିଲେ? ନେକ୍ସଟ ଦେଖିବା। ଯେଉଁ ଚତୁର୍ଭୁଜର କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି ତାହା ଏକ ସାମାନ୍ତରିକ ଚିତ୍ର। ପିଲାମାନେ ଏଇଟା ସତ। ଯଦି କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି ତେବେ ଏକ କର୍ଣ୍ଣ ଦ୍ୱାରା ଗଠିତ ଦୁଇଟି ତ୍ରିଭୁଜ ସର୍ବସମ ହୁଅନ୍ତି ଯାହାଫଳରେ ବିପରୀତ ବାହୁଗୁଡ଼ିକ ପରସ୍ପର ସାମାନ୍ତରିକ ହୋଇଥାନ୍ତି। କ'ଣ କହିଲା ପିଲେ? ଆମେ ଟିକେ ପୂର୍ବରୁ ପ୍ରମାଣ କରିଥିଲେ ନା ଯେ ଆମେ କ'ଣ କରିଥିଲେ? ଗୋଟିଏ ଚତୁର୍ଭୁଜ ନେଇଥିଲେ ଏବଂ ଦୁଇଟି ତ୍ରିଭୁଜକୁ ସର୍ବସମ ବୋଲି ପ୍ରମାଣ କରିଥିଲେ ଏବଂ ଦୁଇଟି ତ୍ରିଭୁଜ ଯଦି ସର୍ବସମ ହୋଇଯାଏ ତେବେ ପରସ୍ପର ବାହୁ ଦୁଇଟି ସମାନ୍ତର। ବିପରୀତ ବାହୁଗୁଡ଼ିକ ପରସ୍ପର ସାମାନ୍ତରିକ ହେଲେ ଏହା ଗୋଟିଏ ସାମାନ୍ତରିକ ଚିତ୍ର ହୋଇପାରିବ। ସେମିତି ପିଲେ ଆଇ ବି ଦେଖିବା। ଯେଉଁ ଚତୁର୍ଭୁଜର କର୍ଣ୍ଣଦ୍ୱୟ ପରସ୍ପର ପ୍ରତି ଲମ୍ବ ତାହା ଏକ ରମ୍ବସ। କ'ଣ କହୁଛି ପିଲେ? ଯେଉଁ ଚତୁର୍ଭୁଜର କର୍ଣ୍ଣଦ୍ୱୟ ପରସ୍ପର ପ୍ରତି ଲମ୍ବ ତାହାକୁ ରମ୍ବସ କହିପାରିବା କି? ନା ପିଲେ କହିପାରିବା ନାହିଁ। କାରଣ ବର୍ଗଚିତ୍ର, କାଇଟ୍ ଏହି ଚିତ୍ରଗୁଡ଼ିକର ମଧ୍ୟ ପରସ୍ପର ଯେତେବେଳେ କର୍ଣ୍ଣଗୁଡ଼ିକ ଛେଦ କରିଥାନ୍ତି ଲମ୍ବ ଅଙ୍କନ କରିଥାଏ। ତେବେ ଆମେ କହିପାରିବା କି କେବଳ ରମ୍ବସର ହିଁ ହେଇଥାଏ? ନାଇଁ ନା ପିଲେ, ତେଣୁକରି ହେବ ନାହିଁ। ଯେଉଁ ଚତୁର୍ଭୁଜର ବିପରୀତ କୋଣଗୁଡ଼ିକର ପରିମାଣ ସମାନ ତାହା ଏକ ସାମାନ୍ତରିକ ଚିତ୍ର। ମନେକର ପିଲେ ଆମେ ଗୋଟିଏ ଚତୁର୍ଭୁଜ ଅଙ୍କନ କରିବା। ଏହି ଚତୁର୍ଭୁଜରେ ଏ, ବି, ସି ଏବଂ ଡି ଏ କୋଣର ପରିମାଣକୁ ଆମେ 1 ଲେଖିବା, ବି କୋଣର ପରିମାଣକୁ 2, ସି କୋଣର ପରିମାଣକୁ 3 ଏବଂ ଡି କୋଣର ପରିମାଣକୁ 4। ତେବେ ପ୍ରମାଣ କରିବା କେମିତି ଦେଖ। ମନେକର ଏ ବି ସି ଡି ଏକ ଚତୁର୍ଭୁଜ ଯେଉଁଥିରେ 1 ନମ୍ବର କୋଣ 3 ନମ୍ବର କୋଣ ସାଙ୍ଗରେ ସମାନ ଏବଂ 2 ନମ୍ବର କୋଣ 4 ନମ୍ବର କୋଣ ସାଙ୍ଗରେ ସମାନ। କ'ଣ ପାଇଁ ପିଲେ? ଯେହେତୁ ଆମକୁ ଦତ୍ତ ଅଛି ଚତୁର୍ଭୁଜର ବିପରୀତ କୋଣଗୁଡ଼ିକର ଦୈର୍ଘ୍ୟ ସମାନ ବା ପରିମାଣ ସମାନ, ତେଣୁ 1 3 ସାଙ୍ଗରେ ସମାନ, 2 4 ସାଙ୍ଗରେ ସମାନ। ଆମେ ଜାଣୁ ଗୋଟିଏ ଚତୁର୍ଭୁଜର ଚାରି କୋଣର ପରିମାଣର ସମଷ୍ଟି କେତେ ପିଲେ? 360। ତେଣୁ 1 ରହିଲା ଏଇଠି, 2 ରହିଲା ଏଇଠି, 3 ବଦଳରେ ପିଲେ ମୁଁ 1 ଲେଖିପାରିବି ନା? କାହିଁକି? ଏଇଟା ଦତ୍ତ ଦିଆଯାଇଛି। ତେଣୁ 3 ବଦଳରେ 1 ଲେଖିଲି ଏବଂ 4 ବଦଳରେ ଲେଖିଲି 2। ତେବେ 1 ଆସିଗଲା 2ଟା, 2 ନମ୍ବର କୋଣ ଆସିଲା 2ଟା। ତେଣୁ ଆମେ କ'ଣ କରିବା? 2 କମନ୍ କାଢ଼ିକି ଏମିତି ଲେଖିପାରିବା। ତେବେ 1 ଆଉ 2 ମିଶିକି କେତେ ହେଇଯିବ? 180 ଡିଗ୍ରୀ। ମାନେ ପିଲେ 1 ନମ୍ବର କୋଣ ଏବଂ 2 ନମ୍ବର କୋଣର ପରିମାଣର ସମଷ୍ଟି 180 ଡିଗ୍ରୀ। ଏଠାରେ ଏ ଡି ଏବଂ ବି ସି ରେଖାଦ୍ୱୟ ପାଇଁ ଏ ବି ଏକ ଛେଦକ, ଠିକ୍ ନା ନାହିଁ ପିଲେ? ଏ ବି ଏକ ଛେଦକ। ଏହାର ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣଦ୍ୱୟ 1 ଏବଂ 2 ତାହାର ସମଷ୍ଟି 180। ଯେହେତୁ ସମଷ୍ଟି 180 ଏ ଡି ଏବଂ ବି ସି ରେଖାଦ୍ୱୟ ପରସ୍ପର ସମାନ୍ତର। ଏ ବି ଏବଂ ବି ସି ପରସ୍ପର ସାମାନ୍ତରିକ। ସେମିତି ଆମେ ଦେଖିବା ଯଦି 1 2 3 4
360 ଡିଗ୍ରୀ। ସେମିତି ଆମେ ବାହାର କରିପାରିବା 2 ନମ୍ବର କୋଣ ଏବଂ 3 ନମ୍ବର କୋଣର ପରିମାଣର ସମଷ୍ଟି 180। ସେମିତି ଆମେ ବାହାର କରିଦେଇପାରିବା ଏ ବି ଏବଂ ଡି ସି ରେଖାଖଣ୍ଡ ପରସ୍ପର ସାମାନ୍ତରିକ। ଯଦି ସାମାନ୍ତରିକ, ଏଇଠୁ ଆମେ ପାଇପାରିବା ଏ ବି ସି ଡି ଚତୁର୍ଭୁଜର ବିପରୀତ ବାହୁଗୁଡ଼ିକ ପରସ୍ପର ସାମାନ୍ତରିକ ହେତୁ ଏ ବି ସି ଡି ଏକ ସାମାନ୍ତରିକ ଚିତ୍ର। ଆମେ ଜାଣିଲେ ଯଦି ବିପରୀତ ବାହୁ ସମାନ୍ତର ଥିବ ତେବେ ତାହା ଗୋଟିଏ ସାମାନ୍ତରିକ ଚିତ୍ର। ନେକ୍ସଟ ଦେଖିବା, ଯେଉଁ ଚତୁର୍ଭୁଜର ସମସ୍ତ କୋଣଗୁଡ଼ିକର ପରିମାଣ ସମାନ ତାହା ଏକ ଆୟତ ଚିତ୍ର। କ'ଣ କହୁଛ ପିଲେ, ଆୟତ ଚିତ୍ର ହବ? ତେବେ ଏଇଟା ସତ୍ୟ। ଯଦି ଚତୁର୍ଭୁଜର 4ଟି ଯାକ କୋଣ ପରସ୍ପର ସମାନ ହୁଅନ୍ତି ତେବେ ପ୍ରତ୍ୟେକ କୋଣର ପରିମାଣ କେତେ ଆସିଯିବ? 360/4। 360/4 କଲେ କେତେ ଆସିବ? 90 ଡିଗ୍ରୀ। ଏବଂ 90 ଡିଗ୍ରୀ ଯଦି ହେଉଛି 4ଟି କୋଣ ସମକୋଣ ଥିବା ଯୋଗୁଁ ଚତୁର୍ଭୁଜକୁ ଆମେ ଆୟତ ଚିତ୍ର ବୋଲି କହିପାରିବା। ସେମିତି ପିଲେ ସମଦ୍ୱିବାହୁ ଟ୍ରାପିଜିୟମ ଗୁଡ଼ିକ ସାମାନ୍ତରିକ ଚିତ୍ର। ସମଦ୍ୱିବାହୁ ଟ୍ରାପିଜିୟମ ଗୁଡ଼ିକ ସାମାନ୍ତରିକ ଚିତ୍ର କି? ନା ପିଲେ, କାରଣ ଏକ ସମଦ୍ୱିବାହୁ ଟ୍ରାପିଜିୟମର କେବଳ ଗୋଟିଏ ଯୋଡ଼ା ବାହୁ ପରସ୍ପର ସାମାନ୍ତରିକ ହୋଇଥାନ୍ତି ଏବଂ ଅସାମାନ୍ତରିକ ବାହୁଦ୍ୱୟ ଦୈର୍ଘ୍ୟ ସମାନ ହୋଇଥାଏ। ଯେହେତୁ ଟ୍ରାପିଜିୟମର ଅସମାନ୍ତର ବାହୁ ଥାଏ, ତେଣୁକରି ଆମେ ଟ୍ରାପିଜିୟମକୁ ସାମାନ୍ତରିକ ଚିତ୍ର କହିପାରିବା ନାହିଁ। ବୁଝିହେଲା ପିଲେ? ତେବେ ପିଲାମାନେ ଦେଖିଲ ତ, ଆମେ କେତେ ସହଜ ଉପାୟରେ ବହିରେ ଥିବା ପ୍ରଶ୍ନଗୁଡ଼ିକୁ ଏବଂ କନସେପ୍ଟ ସବୁ କ୍ଲିଅର କଲେ। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଏବେ ହିଁ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ନିଜ ସ୍କୁଲ ସାଙ୍ଗ ଏବଂ ଟ୍ୟୁସନ୍ ସାଙ୍ଗମାନଙ୍କ ସହିତ ପ୍ରଚୁର ମାତ୍ରାରେ ସେୟାର କରିଦିଅ। ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ରଖିଥାଉ। ଆଜି ପାଇଁ ତେବେ ଏତିକି ଥାଉ। ପୁଣି ଦେଖାହେବ ପରବର୍ତ୍ତୀ ଏମିତି ୱାନ୍ ଶଟ୍ କ୍ଲାସ୍ରେ। ସେ ପର୍ଯ୍ୟନ୍ତ ପିଲେ ଭଲରେ ଥାଉ, ମନ ଦେଇ ପାଠ ପଢ଼ୁଥାଉ ଏବଂ ଏମିତି ଆଗକୁ ବଢ଼ୁଥାଉ। ତେବେ ପିଲାମାନେ ରହୁଛି। ଜୟ ଜଗନ୍ନାଥ।